ସମସ୍ତଙ୍କୁ ନମସ୍କାର। ଗୁଡ୍ ମର୍ଣ୍ଣିଂ। ଆଦି ପୁସ୍ତକ ପାଞ୍ଚ ପର୍ବ ବାକ୍ୟ ଦେଖିବା ଆଜି। ଏକ ପଦରୁ ପଢିବା। ଆଦମଙ୍କର ବଂଶାବଳୀ ବୃତ୍ତାନ୍ତ ଏହି। ଯେଉଁଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହିଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ସେ ତାହାଙ୍କୁ ନିର୍ମାଣ କଲେ। ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଆଉ ସେମାନେ ସୃଷ୍ଟି ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ ମନୁଷ୍ୟ ନାମ ଦେଲେ। ଆଦମ 130 ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ଏକ ପୁତ୍ର ଜାତ କରି ତାହାର ନାମ ସେଥ ଦେଲେ। ସେଥର ଜନ୍ମ ଉତ୍ତାରେ ଆଦମ 800 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲେ। ଆଦମଙ୍କର ବୟସ ସର୍ବସୁଦ୍ଧା 930 ବର୍ଷ ଥିଲା, ତହୁଁ ସେ ମଲେ। ସେଥ 105 ବର୍ଷ ବୟସରେ ଇନୋସକୁ ଜାତ କଲେ। ଇନୋସର ଜନ୍ମ ଉତ୍ତାରେ ସେଥ 807 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ସେଥର ବୟସ ସର୍ବସୁଦ୍ଧା 912 ବର୍ଷ ଥିଲା, ତହୁଁ ସେ ମଲା। ଇନୋସ 90 ବର୍ଷ ବୟସରେ କଇନାନକୁ ଜାତ କଲା। ପୁଣି କଇନାନର ଜନ୍ମ ଉତ୍ତାରେ ସେ 815 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଇନୋସର ବୟସ ସର୍ବସୁଦ୍ଧା 905 ବର୍ଷ ଥିଲା, ତହୁଁ ସେ ମଲା। କଇନାନ 70 ବର୍ଷ ବୟସରେ ମହଲଲେଲକୁ ଜାତ କଲା। ମହଲଲେଲ ଜନ୍ମିଲା ଉତ୍ତାରେ ସେ 840 ବର୍ଷ ବଞ୍ଚି ଆଉ ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଆଉ କଇନାନର ବୟସ ସର୍ବସୁଦ୍ଧା 910 ବର୍ଷ ଥିଲା, ତହୁଁ ସେ ମଲା। ମହଲେଲ ମହଲଲେଲ 65 ବର୍ଷ ବୟସରେ ଜେରତକୁ ଜାତ କଲା। ଜେରତ ଜନ୍ମିଲା ଉତ୍ତାରେ ସେ 830 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ମହଲେଲର ବୟସ ସର୍ବସୁଦ୍ଧା 895 ବର୍ଷ ଥିଲା, ତହୁଁ ସେ ମଲା। ଜେରତ 162 ବର୍ଷ ବୟସରେ ହନୋକଙ୍କୁ ଜାତ କଲା। ହନୋକଙ୍କର ଜନ୍ମ ଉତ୍ତାରେ ସେ 800 ବର୍ଷ ବଞ୍ଚି ଆହୁରି ପୁତ୍ର କନ୍ୟାମାନଙ୍କୁ ଜାତ କଲା। ଜେରଦର ବୟସ ସର୍ବସୁଦ୍ଧା 962 ବର୍ଷ ଥିଲା, ତହୁଁ ସେ ମଲା। ହନୋକ 65 ବର୍ଷ ବୟସରେ ମଥୁସେଲହକୁ ଜାତ କଲେ। ମଥୁସେଲହର ଜନ୍ମ ଉତ୍ତାରେ ହନୋକ 300 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ। ପୁଣି ସେ ଆହୁରି କନ୍ୟାମାନଙ୍କୁ ଜାତ କଲେ। ହନୋକ ହନୋକଙ୍କର ବୟସ ସର୍ବସୁଦ୍ଧା 365 ବର୍ଷ ଥିଲା। ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ, ଆଉ ସେ ଅନ୍ତର୍ହିତ ହେଲେ, ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। ଆଜି ଆମମାନେ ଆଦମଙ୍କର ବଂଶାବଳୀ ଆରମ୍ଭ କରିକି ହନୋକର ବଂଶ ପର୍ଯ୍ୟନ୍ତ ଆମେ ପଢିଲୁ। ଆଉ ଆଦି ପୁସ୍ତକ ଏକ ପର୍ବରେ ଯେତେବେଳେ ଆମେ ଦେଖିବା, ସେ ଜାଗାରେ ପରମେଶ୍ୱର ମନୁଷ୍ୟକୁ ନିର୍ମାଣ କରିବା ପାଇଁ ବାକ୍ୟ ପଠେଇଲେ। ଏକ ପର୍ବର 27 ପଦରେ ତ ସେ ଜାଗାରେ ଲେଖା ହେଇଛି କି ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାଙ୍କୁ ସୃଷ୍ଟି କଲେ। ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ତ ଏ ବାକ୍ୟ ଦେଖିଲେ ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ ଲେଖା ହେଇଛି। ତାହାଙ୍କ ସାଦୃଶ୍ୟରେ ନିର୍ମାଣ କଲେ ଲେଖା ହେଇଛି। ତାମାନେ ପରମେଶ୍ୱର ମନୁଷ୍ୟକୁ କାହିଁକି ନିଜର ପ୍ରତିମୂର୍ତ୍ତିରେ, କାହିଁକି ନିଜର ସାଦୃଶ୍ୟରେ ନିର୍ମାଣ କରୁଛନ୍ତି? ଯେହେତୁ ପରମେଶ୍ୱର ମନୁଷ୍ୟକୁ ନେଇକି ପୃଥିବୀରେ କାମ କରିବା ପାଇଁ ଚାହୁଁଛନ୍ତି, ତେଣୁ ପରମେଶ୍ୱର ଖାଲି ମନୁଷ୍ୟ ସୃଷ୍ଟି କଲେ ତାହା ନାହିଁ। ମନୁଷ୍ୟକୁ ସୃଷ୍ଟି କଲା ପରେ, ମନୁଷ୍ୟକୁ ନିର୍ମାଣ କଲା ପରେ ପରମେଶ୍ୱର ନାସିକା ରନ୍ଧ୍ରରେ ଫୁଙ୍କ ଦେଇକି ପ୍ରାଣବାୟୁ ପ୍ରବେଶ କରୁଛନ୍ତି। ତ ସେ ସମୟରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା ଲେଖା ହେଇଛି ଆଦି ପୁସ୍ତକ 2 ପର୍ବର 7 ପଦରେ। ତ ମନୁଷ୍ୟ ଯେତେବେଳେ ଜୀବିତ ପ୍ରାଣୀ ହେଲା, ପରମେଶ୍ୱର ମନୁଷ୍ୟକୁ ଆଉ
ସେ ଜାଗାରେ ପୂର୍ବ ଦିଗସ୍ଥ ଏଦନ ଉଦ୍ୟାନ ଗୁଡେ ପ୍ରସ୍ତୁତ କରିକି ନିଜର ସୁନିର୍ମିତ ମନୁଷ୍ୟକୁ ପ୍ରକୃତିରେ ନେଇକି ରଖୁଛନ୍ତି। ପରମେଶ୍ୱର ସେ ଜାଗାରେ ନାନା ଜାତୀୟ ସାଦୃଶ୍ୟ ସୁଖାଦ୍ୟ ବୃକ୍ଷ ଉତ୍ପନ୍ନ କରୁଛନ୍ତି। ଆଉ ସେ ମଧ୍ୟ ସ୍ଥାନରେ ଅମୃତ ବୃକ୍ଷ ସତସତ୍ ଜ୍ଞାନଦାୟକ ବୃକ୍ଷ ଉତ୍ପନ୍ନ କରୁଛନ୍ତି। ଆଉ ଉଦ୍ୟାନର ଜଳସେଚନାର୍ଥେ ନଦୀ ଗୁଡାକ ବାହାରିକି ଆସୁଛି ଚାରି ଚାରିଧାର ହେଇକି। ଗୋଟେ ହଉଛି ଫିସନ ନଦୀ, ଆଉ ଗୋଟେ ହଉଛି ଗିହନ ନଦୀ, ଆଉ ଗୋଟେ ହଉଛି ହିଦେକଲ ନଦୀ, ଆଉ ଗୋଟେ ହଉଛି ଫରାତ ନଦୀ। ପ୍ରଭୁ ମନୁଷ୍ୟକୁ ନେଲେ ଆଉ ସେ ଜାଗାରେ ରଖିଲେ, ଏଇଟାକୁ ସୁସଜ୍ଜିତ କରେ କହିଲେ। କିନ୍ତୁ 16 ପଦରେ ପରମେଶ୍ୱର କହିଲେ, ଗୋଟେ ନିୟମ ଦେଲେ, ଯେତେ ବି ତମେ ଫଳ ଦେଖୁଛ ତମେ ଏଟା ଖାଇପାରିବ କହିଲେ। କିନ୍ତୁ 17 ପଦରେ ଗୋଟେ କଠୋର ନିୟମ ଦଉଛନ୍ତି କି ସତ୍ ସତ୍ ଜ୍ଞାନ ଦେଇକ ବୃକ୍ଷର ଫଳ ଖାଇବ ନାହିଁ, ଯୋଉଦିନ ଖାଇବ ସେଦିନ ନିତାନ୍ତ ମରବ କହିଲେ। ତେଣୁ ଏ ପ୍ରକାର ଭାବରେ ମନୁଷ୍ୟ ଆଉ ପରମେଶ୍ୱରଙ୍କ ଭିତରେ ପ୍ରତିଜ୍ଞା ଅଛି। ମନୁଷ୍ୟ ଆଦମକୁ ନିର୍ମାଣ କଲେ, ଆଦମ ଉଦ୍ୟାନ ମଧ୍ୟରେ ରଖିଲେ। ଆଦମ ହଉଛି ପରମେଶ୍ୱରକୁ ନିଜର ସୁନିର୍ମିତ ମନୁଷ୍ୟ। ତ ସେ ମନୁଷ୍ୟକୁ ନେଇକି ପରମେଶ୍ୱର ଏଦନା ଉଦ୍ୟାନ ମଧ୍ୟରେ ରଖିଲେ ଆଉ ସୁସଜ୍ଜିତ କରେ କହିଲେ। କିନ୍ତୁ 17 ପଦରେ ପ୍ରଭୁ ଗୋଟେ ଦୃଢ ଆଜ୍ଞା ଦେଉଛନ୍ତି କି ଯୋଉ ମଝିରେ ସତ୍ ସତ୍ ଜ୍ଞାନ ଦାୟକ ବୃକ୍ଷର ଫଳ ଯୋଉଟା ଅଛି ସେଇଟା ଖାଇବ ନାହିଁ, ଖାଇବ ନାହିଁ, ଯୋଉଦିନ ଖାଇବ ସେଦିନ ନିତାନ୍ତ ମରବ କହିଲେ। ଏଇଟା ହଉଛି ଗୋଟେ ବାକ୍ୟ ମନୁଷ୍ୟ ପ୍ରଭୁଙ୍କ ମନୁଷ୍ୟ ପରମେଶ୍ୱରଙ୍କ ଭିତରେ ଏ ପ୍ରକାର ଭାବରେ ପ୍ରତିଜ୍ଞା ପ୍ରକୃତିରେ କରାହେଇଛି। ତେଣୁ ମନୁଷ୍ୟ ଏ ଉଦ୍ୟାନ ଆଉ ମଧ୍ୟରେ ରଖାଗଲା ପରେ ସୁସଜ୍ଜିତ କରୁଛି ଆଉ ରକ୍ଷଣାବେକ୍ଷଣ ପ୍ରକୃତିରେ କରୁଛି। କିନ୍ତୁ ମନୁଷ୍ୟ ଆଉ ପରମେଶ୍ୱରଙ୍କ ଭିତରେ ପ୍ରକାର ଭଲ ସମ୍ପର୍କ ଅଛି। ଆଉ ମନୁଷ୍ୟ ପ୍ରଭୁଙ୍କ ସହିତ ସିଧା କଥା ହେଇପାରୁଛି। ପରମେଶ୍ୱର ମଧ୍ୟ ସିଧାସଳଖ ମନୁଷ୍ୟ ସହିତ କଥା ହଉଛନ୍ତି। ଏ ପ୍ରକାର ଭାବରେ ସିଧାସଳଖ ମନୁଷ୍ୟ ଆଉ ପରମେଶ୍ୱରଙ୍କ ଭିତରେ ସମ୍ପର୍କ ପ୍ରକୃତିରେ ଥିଲା, କନେକ୍ଟେଡ ଥିଲା। କିନ୍ତୁ ହଠାତରେ ଆଦି ପୁସ୍ତକ 3 ପର୍ବ ଯେତେବେଳେ ଆସିଲା, ଆଦି ପୁସ୍ତକ 3 ପର୍ବରେ ସେ ଜାଗାରେ ସର୍ପ ପ୍ରକୃତିରେ ବାହାରିକି ଆସୁଛି। ବାଇବଲରେ ଲେଖା ହେଇଛି ସଦାପ୍ରଭୁଙ୍କ ପରମେଶ୍ୱର ନିର୍ମିତ ଭୋଚର ପଶୁମାନଙ୍କ ମଧ୍ୟରେ ସର୍ପ ସବା ପାଇଁ ଫଳ ଥିଲା। ସେ ନାରୀ କହିଲା, ଆଗ ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଆସନ୍ତି। ଏଇଟା ହଉଛି ଗୋଟେ ପ୍ରଭୁଙ୍କର ସ୍ୱର ନଥିଲା, ଆଉ ପରମେଶ୍ୱର ନିର୍ମିତ ଭୋଚର ପଶୁମାନଙ୍କ ମଧ୍ୟରେ ଗୋଟେ ସର୍ପର ସ୍ୱର ଥିଲା। ତ ଗୋଟେ ସାପ ଆସିଲା ଆଉ ସେ ଜାଗାରେ ପରମେଶ୍ୱର ଯେହେତୁ ଆଦମ ଜଣେ ଥିଲେ, ଆଦମ ସହିତ ବଞ୍ଚିବା ପାଇଁ ଆଉ ଆଦମ ଯେମିତି ଖୁସି ହେବେ ସେଇ କାରଣ ପାଇଁ ଦିନେ ପରମେଶ୍ୱର ହବାକୁ ପ୍ରକୃତିରେ ସୃଷ୍ଟି କରିଥିଲେ ଆଦମଙ୍କର ପଞ୍ଜରା ହାଡ଼ ନେଇକି। ଆଦମକୁ ଘୋର ନିଦ୍ରା କରାଇଲେ, ଆଦମଙ୍କର ପଞ୍ଜରା ହାଡ଼ କାଢିଲେ, ଆଉ ହବାକୁ ପ୍ରକୃତିରେ ନିର୍ମାଣ କଲେ। ହବାକୁ ନିର୍ମାଣ କଲା ପରେ ପରମେଶ୍ୱର ଆଦମକୁ ପ୍ରକୃତିରେ ଦେଲେ। ସେତେବେଳେ ଆଦମ ବେଶୀ ଖୁସି ହେଲା। ହଁ, ଏବେ ଇଏ ହଉଛି ଏ ୟାର ନାଁ ହଉଛି ନାରୀ ବୋଲି ପ୍ରକୃତିରେ ଇଏ ନର ଠାରୁ ନିତ ବୋଲି କହିଲେ। ନର ଠାରୁ ନିତ ମାନେ ପୁରୁଷ ଠାରୁ ଆଇଲା। ତ ଏ ପ୍ରକାର ଭାବରେ ବାଇବଲ ପ୍ରକୃତିରେ ପରମେଶ୍ୱର ସୃଷ୍ଟି ଆରମ୍ଭ କଲେ। ଆଉ ଏ ପ୍ରକାର ଭାବରେ ପରମେଶ୍ୱର ଆଉ ମନୁଷ୍ୟ ଭିତରେ ସମ୍ପର୍କ ପ୍ରକୃତିରେ ବଢିଲା। କିନ୍ତୁ ଆଦି ପୁସ୍ତକ 3 ପର୍ବରେ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା ଲେଖାଯାଇଛି। ସର୍ପ ସର୍ବାପେକ୍ଷା ଖଳ ଥିଲା ମାନେ କଣ? ମାନେ ସବୁ ପଶୁ ପକ୍ଷୀ ମାନଙ୍କୁ ଯେତେବେଳେ ଦେଖିବା ସେମାନଙ୍କର ଖାଇବାଟା ବଞ୍ଚିବାଟା ଭିନ୍ନ। ଉଁ। ବାଘକୁ ଯଦି ଆମେ ଦେଖବା, ବାଘ ବି ଜିଅନ୍ତା ଖାଉଛି ଆଉ ମଲାଟା ବି ଖାଉଛି। ଆଉ ସେ ନିଜେ ମାରିକି ଆଉ ଚିରିକି ପ୍ରକୃତିରେ ଖାଉଛି, ଚୁବେଇକି ଖାଉଛି। କିନ୍ତୁ ଅନେକ ବିଭିନ୍ନ ପଶୁ ପକ୍ଷୀ ଅଛନ୍ତି ଯେଉଁମାନେ ନିଜ ନିଜରେ ପ୍ରକୃତିରେ ଷ୍ଟାଇଲରେ ଖାଉଛନ୍ତି। ଏବେ ଚଢ଼େଇ ମାନଙ୍କୁ ମଧ୍ୟ ସେମାନେ ଗିଳୁଛନ୍ତି। ଚଢ଼େଇ ମାନଙ୍କର ଦାନ୍ତ ନାହିଁ, ଖାଲି ତଣ୍ଟ ଅଛି ସେମାନଙ୍କର।
ବାଘ ଭାଲୁ ଏମାନଙ୍କୁ ଦେଖିଲେ ଏମାନଙ୍କର ପାଟି ଅଛି, ଦାନ୍ତ ଅଛି। ତ ଯେତେ ବି ପଶୁ ମାନଙ୍କର ଦାନ୍ତ ଅଛି ସେମାନେ ଚୋବେଇ ଖାଉଛନ୍ତି, ଆଉ ଯେତେ ବି ପଶୁ ମାନଙ୍କର ଦାନ୍ତ ନାହିଁ ସେମାନେ ଗିଳୁଛନ୍ତି। କିନ୍ତୁ ବାଇବଲରେ ଯଦି ଆମେ ସାପକୁ ଦେଖିବା, ସାପର ଦାନ୍ତ ଅଛି ଆଉ ଜିଭ ବି ଅଛି, କିନ୍ତୁ ସାପ ନେଇକି କେବେ ଚୋବେଇକି ଖାଉ ନାହିଁ, ସାପ ଗିଳୁଛି। କାହିଁକି? ଏତେ ସାପ ହେଉଛି ପରମେଶ୍ୱରଙ୍କ ନିର୍ମିତ ଉଚ୍ଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଫଳ ଥିଲା ଲେଖା ହେଇଛି। ତା ମାନେ ସାପ ହେଉଛି ଗୋଟେ ସବୁ ପ୍ରାଣୀ ମାନଙ୍କ ଠାରୁ, ସବୁ ଜୀବଜନ୍ତୁ ମାନଙ୍କ ଠାରୁ ସାପ ହେଉଛି ଗୋଟେ ପ୍ରାଣୀ ଯିଏକି ସମସ୍ତଙ୍କ ଠାରୁ ବେଶୀ ଚାଲାକ ଅଟେ। ସେଥିପାଇଁ ସାପ କେମିତି ପ୍ରକୃତିରେ ଖାଉଛି? ଇଏ ଜିଅନ୍ତା ପ୍ରକୃତିରେ ଧରୁଛି, ଜିଅନ୍ତାକୁ ପ୍ରକୃତିରେ ମାରୁଛି, ଆଉ ସେ ଚୁବଉ ନାହିଁ, ସେ ସିଧାସଳଖ ମୁଣ୍ଡ ସାଇଡରେ ପ୍ରକୃତିରେ ଗିଳୁଛି। ସେଥିପାଇଁ ପ୍ରତ୍ୟେକ ପଶୁ ପକ୍ଷୀ ମାନେ, ହଁ ସେମାନେ ଜିଅନ୍ତା ବି ଖାଆନ୍ତି, ମଲାଟା ବି ଖାଆନ୍ତି, କିନ୍ତୁ ଚୁବେଇକି ଖାଆନ୍ତି। କିନ୍ତୁ ସାପ ହେଉଛି ଗୋଟେ ବିଷୟ, ଜିଅନ୍ତା ଖାଉଛି ଆଉ ମୁଣ୍ଡ ସାଇଡରୁ ଗିଳୁଛି। ସେଥିପାଇଁ ଏ ଜାଗାରେ ଜଣେ ଲୋକ ପ୍ରକୃତିରେ ସର୍ପକୁ ବ୍ୟବହାର କରୁଅଛନ୍ତି, ସାପକୁ ବ୍ୟବହାର କରୁଅଛନ୍ତି। ତ ସେ ସାପ ସହିତ କନେକ୍ଟେଡ ହେଉଛନ୍ତି, ଆଉ ସାପ ସହିତ ସମ୍ପର୍କ ରଖିକି ଦିନେ ଏ ଉଦ୍ୟାନ ମଧ୍ୟରେ ଥିବା ମନୁଷ୍ୟ ସହିତ ଏ ସାପ ପ୍ରକୃତିରେ ଆସିକି ସିଧାସଳଖ କଥାବାର୍ତ୍ତା କରୁଛି। ଯେତେବେଳେ ଆସିକି କଥାବାର୍ତ୍ତା କରୁଛି, ସେ ପଚାରୁଛି ଏଇଟା କଣ ସତ କି? ପରମେଶ୍ୱର ତମମାନଙ୍କୁ ଯାହା ଆଜ୍ଞା କରି ଆସନ୍ତି, ଏଇ ଉଦ୍ୟାନ ମଧ୍ୟରେ ତମେ ଯେତେ ବି ଫଳ ପ୍ରକୃତରେ ଦେଖୁଛ, ଏଇଟା କଣ ପରମେଶ୍ୱର ଖାଇବା ପାଇଁ ମନା କରିଛନ୍ତି କି ବୋଲି ପଚାରିଲେ। ତ ଏ ଜାଗାରେ ଯଦି ଦେଖିଲେ, ମନୁଷ୍ୟ ଆଦମ ଆଉ ପରମେଶ୍ୱରଙ୍କ ସହିତ ନିବିଡ଼ ସମ୍ପର୍କ ଅଛି, କିନ୍ତୁ ହବାଙ୍କ ସହିତ ପରମେଶ୍ୱର ସହିତ କୌଣସି ସମ୍ପର୍କ ପ୍ରକୃତରେ ନାହିଁ। ସେଥିପାଇଁ ଏ ସର୍ପ ଯେତେବେଳେ ଆସିଲା, ଇଏ କାହା ସହିତ କଥା ହେଲା? ଇଏ ଆଦମଙ୍କ ସହିତ କଥା ହେଇନାହିଁ, କିନ୍ତୁ ଏ ହବାଙ୍କ ସହିତ ପ୍ରକୃତିରେ କଥା ହେଲା। ଯେହେତୁ ହବାଙ୍କ ସହିତ ଯେହେତୁ କଥା ହେଲା, ହବାଙ୍କ ପାଖରେ କୌଣସି ଈଶ୍ୱରଙ୍କର ବାକ୍ୟ ନାହିଁ, ଈଶ୍ୱର ହବାଙ୍କୁ ପ୍ରକୃତିରେ ବାକ୍ୟ ଦେଇନାହାନ୍ତି। ସେଥିପାଇଁ ହବା ଆଦମଙ୍କ ସହିତ କନେକ୍ଟେଡ ହେଲେ ଈଶ୍ୱରଙ୍କର ବାକ୍ୟ ହବା ପ୍ରକୃତରେ ପାଇବ। କିନ୍ତୁ ହବାଙ୍କର ହୃଦୟକୁ ଦେଖିଲେ, ହବା ଆଦମଙ୍କ ସହିତ କନେକ୍ଟେଡ ହଉନାହିଁ କି ପରମେଶ୍ୱରଙ୍କ ସହିତ କନେକ୍ଟେଡ ହଉନାହିଁ, କିନ୍ତୁ ଇଏ ସର୍ପ ସହିତ କନେକ୍ଟେଡ ହଉଛି। ତ ସର୍ପ ସହିତ ଯେତେବେଳେ କନେକ୍ଟେଡ ହେଲା, ଇଏ ବାଧ୍ୟ ସର୍ପର କଥାକୁ ବିଶ୍ୱାସ କରିବା ପାଇଁ। ତ ବାଇବଲରେ ସର୍ପ ହଉଛି କିଏ? ସର୍ପ ହଉଛି ଅଭିଶାପ। ହୁଁ? ସର୍ପ ହଉଛି ଶୈତାନକୁ ବୁଝଉଛି। ହୁଁ? ସେଥିପାଇଁ ବାଇବଲରେ ଲେଖା ହେଇଛି, ଯେ ମନୁଷ୍ୟ ମନୁଷ୍ୟ ଉପରେ ନିର୍ଭର କରେ, ଆପଣାର ମାଂସକୁ ବାହ କରେ, ଯାହାର ହୃଦୟ ସଦାପୂର୍ଣ୍ଣ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ ଲେଖା ହେଇଛି। ତ ଶାପଗ୍ରସ୍ତ ମାନେ କଣ? ଅଭିଶାପକୁ ବୁଝଉଛି। ସେଥିପାଇଁ ଆଦି ପୁସ୍ତକ 3 ପର୍ବରେ ଏ ସାପ ପ୍ରକୃତିରେ ବାହାରିକି ଆସିଲା ପରେ ହବା ସହିତ ଏ ପ୍ରକାର ଭାବରେ ସିଧାସଳଖ ସମ୍ପର୍କ ପ୍ରକୃତରେ ରଖୁଅଛି। ତ ସମ୍ପର୍କ ରଖିଲା ପରେ ଇଏ ହବାଙ୍କୁ ପ୍ରକୃତରେ ପଚାରିଲା, ଏଇଟା କଣ ସତ କି ଯାହା ତମମାନଙ୍କୁ ପରମେଶ୍ୱର ମନା କରି ଅଛନ୍ତି ଖାଇବା ପାଇଁ? ସେ ସମୟରେ ହବା ଉତ୍ତର ଦେଲେ 2 ପଦରେ, ଆଦି ପୁସ୍ତକ 3 ପର୍ବର 2 ପଦରେ ଉତ୍ତର ଦଉଛନ୍ତି। ହଁ ନା, ହଁ ବୋଲି ପ୍ରକୃତରେ ଲେଖା ହେଇଛି, ନାରୀ ସ୍ୱରୂପ କହିଲେ, ଆମେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ? ସେ ସମୟରେ ଇଏ ଆଶ୍ଚର୍ଯ୍ୟ ହଉଛି କି, ହଁ ଆରେ ପରମେଶ୍ୱର ତମମାନଙ୍କୁ ସବୁ ଫଳ ଖାଇବା ପାଇଁ ମନା କରିଛନ୍ତି, କିନ୍ତୁ ଏ କଣ ଖାଅ ବୋଲି କହିଛନ୍ତି? ତ 3 ପଦରେ ଦେଖିଲେ, କେବଳ ଉଦ୍ୟାନର ମଧୁସ୍ଥ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହି ଅଛନ୍ତି, ତୁମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ। ତ ଏ ଜାଗାରେ ହବା ପ୍ରକୃତିରେ ଯେତେବେଳେ ସର୍ପ ସହିତ କଥାବାର୍ତ୍ତା ହଉଛି, ହବାଙ୍କର ଉତ୍ତର ଯେତେବେଳେ ସର୍ପ ପ୍ରକୃତିରେ ପାଉଛି, ସେ ସମୟରେ ସର୍ପ ପ୍ରକୃତିରେ ସ୍ପଷ୍ଟ ହେଇଯାଉଛି କି, ହଁ ନିଶ୍ଚିନ୍ତ ଭାବରେ ଏ ନାରୀଙ୍କ ପାଖରେ, ହବାଙ୍କ ପାଖରେ ଈଶ୍ୱରଙ୍କୁ ଦେଇଥିବା ବାକ୍ୟ ପ୍ରକୃତରେ ନାହିଁ। ଈଶ୍ୱର ଯାହା ପ୍ରତିଜ୍ଞା କରି ଆସନ୍ତି, ଆଦମକୁ ଯୋଉ ବାକ୍ୟ ଦେଇ ଆସନ୍ତି, ନିଶ୍ଚିନ୍ତ ଭାବରେ ଏ ହବା ହଉଛି ଜଣେ ଲୋକ ଯିଏ ଆଦମଙ୍କ ସହିତ ମଧ୍ୟ କନେକ୍ଟେଡ ନାହିଁ। ସେଥିପାଇଁ ୟାକୁ ମୁଁ ଯାହା କହିବି ହବା ପ୍ରକୃତିରେ ତାହା କରିବ। ସେଥିପାଇଁ ସର୍ପ ପ୍ରକୃତିରେ ଏ ହବାଙ୍କୁ ପ୍ରକୃତିରେ କହିଲେ, ହବା ତମେ ଯାହା ମତେ କହିଲ ଠିକ କହିଲ, କିନ୍ତୁ ସେଇଟା ମିଛ କଥା। ସେଥିପାଇଁ ତମେ ଜାଣିଛ ସେ ଫଳ ଖାଇଲେ ତମେ ମରିବ ନାହିଁ,
ସେ ଖାଇଲେ ବି ମରିବ ନାହିଁ, ଛୁଇଁଲେ ବି ମରିବ ନାହିଁ। ବରଂ ପରମେଶ୍ୱର ଜାଣିଛନ୍ତି ତମେ ଯୋଉ ଦିନ ସେ ଫଳ ପ୍ରକୃତରେ ଖାଇବ, ସେଇଦିନ ନିତାନ୍ତ ତମମାନଙ୍କ ଚକ୍ଷୁ ପ୍ରସନ୍ନ ହବ। ତୁମମାନେ ପରମେଶ୍ୱରଙ୍କ ପରି ଭଲ ମନ୍ଦର ଜ୍ଞାନ ପାଇବ। ତ ହବା ଯେତେବେଳେ ଏ ପ୍ରକାର କଥାକୁ ଶୁଣିଥିବେ, ହବାଙ୍କର ନିଶ୍ଚିନ୍ତ ଭାବରେ ଭଲ ଲାଗୁଛି। ଆଁ? ହବା ଯେତେବେଳେ ଏ ପ୍ରକାର କଥାକୁ ସର୍ପ ଦ୍ୱାରା ମାନେ ଶୁଣୁଛି, ହବାଙ୍କ ପ୍ରକୃତରେ ଆଟ୍ରାକ୍ସନ ଲାଗୁଛି, ଆଉ ହବା ପ୍ରକୃତରେ ଆରେ ସତ କଥା। ତା ମାନେ ପରମେଶ୍ୱର କିଛି ଗୋଟେ ବିଷୟ ଆମମାନଙ୍କ ମଧ୍ୟରୁ ଲୁଚଉଛନ୍ତି। ତା ମାନେ ପରମେଶ୍ୱର ଆମମାନଙ୍କୁ ଏ ଉଦ୍ୟାନ ମଧ୍ୟରେ ରଖିଅଛନ୍ତି ସତ, କିନ୍ତୁ ଏ ଉଦ୍ୟାନ ମଧ୍ୟରେ ଏ ପ୍ରକାର ଫଳ ବି ପ୍ରକୃତିରେ ଅଛି, ଆମେ ଖାଇଲେ ମରବୁ ନାହିଁ। କିନ୍ତୁ ପରମେଶ୍ୱର ତେବେ କାହିଁକି ପ୍ରକୃତରେ ଆଦମକୁ ପ୍ରକୃତରେ କହିଲେ 2 ପର୍ବର 17 ପଦରେ ଯେ ତୁମେ ସତ୍ସତ୍ ଜ୍ଞାନ ଦାୟକ ବୃକ୍ଷର ଫଳ ଭୋଜନ ଯୋଉଦିନ କରିବ, ସେଦିନ ନିତାନ୍ତ ମରିବ ବୋଲି କାହିଁକି କହିଲେ? ତ ହବା ପ୍ରକୃତରେ ଏ ପ୍ରକାର ଭାବରେ ଚିନ୍ତା କରିବାକୁ ଆରମ୍ଭ କରୁଛି, ଏ ପ୍ରକାର ଚିନ୍ତା କରିକି ଚିନ୍ତାରେ ପ୍ରକୃତିରେ ବୁଡି ଯାଉଛି। କିନ୍ତୁ ଯେତେବେଳେ ସର୍ପର ଉତ୍ତର ପାଉଛି, ସର୍ପ ସହିତ ଯେତେବେଳେ କଥା ହଉଛି, ସର୍ପ ସହିତ ଯେତେବେଳେ କନେକ୍ଟେଡ ହଉଛି, ଇଏ କଣ ପାଉଛି? 4 ପଦରେ ଦେଖିଲେ ସର୍ପ ନାରୀକି କହିଲା ତୁମମାନେ କୌଣସି ରୂପେ ମରିବ ନାହିଁ। ଇଆଡେ 2 ପର୍ବର 17 ପଦକୁ ବାକ୍ୟ ଦେଖିଲେ ନିତାନ୍ତ ମରିବ ଲାଗିଯାଇଛି। କିନ୍ତୁ ଇଆଡେ ସର୍ପ କହୁଛି ତୁମେ ମରିବ ନାହିଁ। ତ ସତ କୋଉଟା? ସତ କୋଉଟା? ତେବେ ହବା ପ୍ରକୃତିରେ ଚାହିଁଥିଲେ କାହା ସହିତ କନେକ୍ଟେଡ ହେଇପାରିଥାନ୍ତା? ଆଦମ ସହିତ କନେକ୍ଟେଡ ହେଇଥାନ୍ତା, ଆଦମକୁ ପଚାରି ପାରିଥାନ୍ତା। ଆଦମ ଏ ପ୍ରକାର ହଠାତରେ ଏ ସର୍ପ ଆସିଲା ମୋ ସହିତ କଥାବାର୍ତ୍ତା ହଉଛି, ଆଉ ସେ କହୁଛି ଏ ଫଳ ଖାଇଲେ ତମେ ମରବ ନାହିଁ ବୋଲି। କିନ୍ତୁ ପ୍ରଭୁ ତମକୁ କଣ କହିଛନ୍ତି? ଉଁ? ପ୍ରଭୁଙ୍କର ଇଚ୍ଛା କଣ? ପ୍ରଭୁଙ୍କର ହୃଦୟ କଣ? ଆଁ? ସତରେ ଏ ଫଳ ଖାଇବା ଦ୍ୱାରା ଆମେ ମରିବା କି ମରିବାନି? ତମେ ଟିକେ ମତେ ସ୍ପଷ୍ଟ କର। ମୁଁ କଣ ଏ ସର୍ପ ସହିତ ଉତ୍ତର ଦେବି? କଣ କଥା ହେବି? ପ୍ରଭୁଙ୍କର ହୃଦୟ କଣ? ପ୍ରଭୁଙ୍କର ଇଚ୍ଛା କଣ? ଇଏ କେବେ ମଧ୍ୟ ଏ ପ୍ରକାର ଭାବରେ ଆଦମଙ୍କ ସହିତ କନେକ୍ଟ ହେଇପାରୁନାହିଁ। ସେଥିପାଇଁ ଥରେ ମଧ୍ୟ ଆଦମକୁ ପଚାରୁନାହିଁ କି ଆଦମ ପାଖକୁ ଯାଉନାହିଁ। ସେଥିପାଇଁ ଇଜିଲି ଏ ହବା ପ୍ରଭୃତିରେ ଶୈତାନର ପ୍ରଭୃତିରେ ଠକି ହଉଛି। ଇଜିଲି ଶୈତାନର ପ୍ରଭୃତିରେ ଭଲ ମନ୍ଦର ଜ୍ଞାନ ପ୍ରକୃତିରେ ପାଉଛି। ସେ ସମୟରେ ସେ ଫଳକୁ ଯେତେବେଳେ ସେ ଦେଖୁଛି, କୋଉ ପ୍ରକାର ଭାବରେ ଦେଖୁଛି? ଆଁ? ସେ ନୟନର ଲୋଭଜନକ, ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ, ଆଁ? ଆଉ ସୁଖାଦ୍ୟର ଉତ୍ପାଦକ, ଏ ପ୍ରକାର ଭାବରେ ସେ ଫଳକୁ ପ୍ରକୃତିରେ ଦେଖୁଛି। ତା ମାନେ ତାର ଜ୍ଞାନ, ତାର ଇଚ୍ଛା, ତାର ଲୋଭ, ସବୁ ଏ ଫଳ ଉପରେ ପ୍ରକୃତିରେ ଆଟ୍ରାକ୍ସନ ହଉଛି। ସେଥିପାଇଁ ସେ ଫଳକୁ ଯେତେବେଳେ ଦେଖିଲା ପରେ ଏ ହବା ପ୍ରକୃତିରେ କେବେ ମଧ୍ୟ ସେଇଟା ନ ଖାଇକି ରହିପାରୁନାହିଁ। ସେଥିପାଇଁ ସେ ଫଳ ଖାଇଲା ପରେ ମନୁଷ୍ୟ ଏ ଫଳ ଖାଇଲା ପରେ ଦିନେ ସେ ଆଦମଙ୍କ ପାଖକୁ ଯାଉଛି, ଆଦମକୁ ପ୍ରକୃତିରେ ଫଳ ଦଉଛି। ଆଦମ ଏ ଫଳ ଖାଇଲି, ପ୍ରଭୁ ତମକୁ କହିଥିଲେ ମରିବ କହିକି, କିନ୍ତୁ ଏ ଫଳ ଖାଇଲା ପରେ ଦେଖ ମୁଁ ମରିନି। କିନ୍ତୁ ମୁଁ ତମଠୁ ଅଧିକ ଜ୍ଞାନବାନ ହେଲି, ତମଠୁ ଅଧିକ ମୁଁ ବୁଦ୍ଧିମାନ ହେଲି। ଦେଖ ଆମେ ଉଲଙ୍ଗ ଅଛୁ, ଏ ଫଳ ଖାଅ, ନିହାତି ତମେ ପରମେଶ୍ୱରଙ୍କ ପରି ହବ, ଭଲ ମନ୍ଦର ଜ୍ଞାନ ପାଇବ। ନିଶ୍ଚିନ୍ତ ଭାବରେ ପରମେଶ୍ୱର ଆମମାନଙ୍କ ମଧ୍ୟରୁ କିଛି ଗୋଟେ ବିଷୟ ଲୁଚଉଛନ୍ତି। ହଁ ଏ ଫଳ ଖାଇବା ଦରକାର, ଏ ଫଳ ଖାଇବା ଦରକାର, ଏ ଫଳ ନିଅ, ଏ ଫଳ ନିଅ କହିକି ଦିନେ ଆଦମକୁ ଏ ହବା ପ୍ରଭୃତିରେ ଏ ପ୍ରକାର ଭାବରେ ବାଧ୍ୟ କରୁଛି। ତ ଆଦମ ଯେତେବେଳେ ପ୍ରକୃତିରେ ଫଳ ଖାଇଲେ, ସେ ସମୟରେ ଆଦମ ମଧ୍ୟ ପ୍ରକୃତିରେ ହବାଙ୍କ ପରି ଶୈତାନ ଦ୍ୱାରା ପ୍ରକୃତିରେ ଭଲ ମନ୍ଦର ଜ୍ଞାନ ଦ୍ୱାରା ପ୍ରକୃତିରେ ଧରାଗଲେ। ସେଥିପାଇଁ ଭଲ ମନ୍ଦର ଜ୍ଞାନ ଦ୍ୱାରା ଯେତେବେଳେ ଧରାଗଲେ, ଏ 2 ଜଣ ପ୍ରକୃତିରେ ପରମେଶ୍ୱରଙ୍କ ସହିତ ବିଚ୍ଛିନ୍ନ ହଉଛନ୍ତି, ପ୍ରଭୁଙ୍କ ସହିତ ପୃଥକ ହଉଛନ୍ତି। ପରମେଶ୍ୱରଙ୍କ ସହିତ ଏମାନଙ୍କର ସମ୍ପର୍କ ପ୍ରକୃତିରେ କଟ୍ ହଉଛି। ଏ ପ୍ରକାର ଭାବରେ ଆଦି ପୁସ୍ତକ 1 ପର୍ବରୁ 2 ପର୍ବ 3 ପର୍ବ ପର୍ଯ୍ୟନ୍ତ ଯଦି ଆମେ ଦେଖିବା, ଏ ମନୁଷ୍ୟର ପ୍ରକୃତିରେ ବିଚ୍ଛିନ୍ନତା ଆରମ୍ଭ ହଉଛି ପ୍ରଭୁଙ୍କ ସହିତ। ସେ ସମୟଠାରୁ ମନୁଷ୍ୟ ମନୁଷ୍ୟ ଭିତରେ ଆଉ ପ୍ରଭୁଙ୍କ ଭିତରେ କୌଣସି ସମ୍ପର୍କ ପ୍ରକୃତିରେ ନାହିଁ। ସେଥିପାଇଁ ପରମେଶ୍ୱର ଯେତେବେଳେ ଆଦମକୁ ଡାକିଲେ, ଆଦମ ତୁମେ କୁଆଡେ ଅଛ? କଣ କରୁଛ? କୋଉ ଜାଗାରେ ଅଛ? ମୁଁ ତମମାନଙ୍କୁ ଉଦ୍ୟାନ ମଧ୍ୟରେ ରଖିଥିଲି, ତମେ କୁଆଡେ ରହିଲ? ପ୍ରଭୁ ଆସିକି ପ୍ରଭୃତିରେ ବ୍ୟସ୍ତ ହଉଛନ୍ତି, ଡାକୁଛନ୍ତି। କିନ୍ତୁ ଆଦମ ପ୍ରଭୃତିରେ ଗୋଟେ ଉଦ୍ୟାନ ମଧ୍ୟରେ ଲୁଚିଛି। ପ୍ରଭୁ ତମର ରବ ଶୁଣିକି ମୁଁ ଭୀତ ହେଇକି ଲୁଚିଲି। ଆଁ? ପ୍ରଭୁ ପଚାରିଲେ, ହେଇ ତମେ କଣ ଉଲ୍ଲଙ୍ଘ છો? ଏଇଟା ତମକୁ କିଏ ଜଣେଇଲା? ତମେ କାହିଁକି ପ୍ରଭୃତିରେ ମତେ ଡରୁଛ? ଗୋଟେ ସମୟ ଥିଲା ତମେ ମତେ ମୋ ପାଖରେ ଆସିକି କଥା ହଉଥିଲ। ତମ ଗୋଟେ ସମୟ ତମର ଗୋଟେ ସମୟ ଥିଲା, ତମେ ଆଉ ମୋ ଭିତରେ ଭଲ ସମ୍ପର୍କ ଥିଲା।
ନିଶ୍ଚିତ ଭାବରେ ତମେ ଏ ଉଦ୍ୟାନ ମଧ୍ୟରେ ବଞ୍ଚିଲା ବେଳକୁ ତୁମେ ଅନ୍ୟ ଜଣଙ୍କ ଦ୍ଵାରା ପ୍ରକୃତିରେ ଠକା ଯାଇଛ। ହଁ, ନିହାତି ସେ ଲୋକ କିଏ ମୁଁ ଭଲସେ ଜାଣେ। ତମେ ଶୈତାନ ଦ୍ୱାରା ପ୍ରକୃତିରେ ଏ ପ୍ରକାର ଭାବରେ ଠକା ଯାଇଛ। ତମେ ଭୁଲ ରାସ୍ତାରେ ଯାଇଛ। ଯେତେବେଳେ ପରମେଶ୍ୱର ହବାଙ୍କୁ ପଚାରିଲେ, ଆଁ ସରି ଆଦମକୁ ପଚାରିଲେ, ଆଦମ କହିଲେ ତମେ କଣ କଲ ଏଇଟା? କହିଲା, ପ୍ରଭୁ ତମେ ଯୋଉ ସଙ୍ଗିନୀ ହେବାକୁ ମତେ ହବାଙ୍କୁ ଦେଇଥିଲ, ସେ ଏ ପ୍ରକାର ଫଳ ମତେ ଦେଲେ। ଯୋଉଦିନ ଏ ଫଳ ପ୍ରକୃତରେ ଖାଇଲି, ମୁଁ ନିଜର ଉଲଙ୍ଗତାକୁ ବୋଧ ପାଇଲି। ମାନେ ମୁଁ ଦେଖିଲି, ହଁ ନିଶ୍ଚିତ ଭାବରେ ତମେ ହବାଙ୍କ ଦ୍ୱାରା ପ୍ରକୃତରେ ଠକା ଯାଇଛ। ନିହାତି ହବାଙ୍କୁ ମଧ୍ୟ ଜଣେ ଠକିଥିବା ଲୋକ ଅଛନ୍ତି। ସେଥିପାଇଁ ପରମେଶ୍ୱର ଆଦମଙ୍କ ସହିତ କଥାବାର୍ତ୍ତା ହେଲା ପରେ ସମୟ ଆସିଲା ହବାଙ୍କ ପ୍ରକୃତିରେ ପଚାରିଲେ, ଏ ହବା ତୁ କାହିଁକି ସେ ପ୍ରକାର ଫଳ ଖାଇଲୁ? କିଏ ତୋତେ ଦେଲା? ନାଇଁ ମୁଁ ମତେ ସେ ଉଦ୍ୟାନ ମଧ୍ୟରେ ଥିଲା ବେଳକୁ ଗୋଟେ ସର୍ପ ଆସିଲା, ମୋ ସହିତ ହଠାତରେ କଥାବାର୍ତ୍ତା ହେଲା। ଆଉ ସେ ଭଲ ମନ୍ଦର ସଦ୍ ଜ୍ଞାନ ଦେଇକି ବୃକ୍ଷର ଫଳ ବିଷୟରେ ମୋ ସହିତ କହିଲା। ଆଁ ଆପଣ ଆଦମକୁ କହିଥିଲେ ପୁଣି ମୁଁ ଜାଣିନି। ହୁଁ, ଆପଣ କୁଆଡେ ସେଟା ନିତାନ୍ତେ ଏ ଫଳ ଖାଇଲେ ମରିବ ବୋଲି ଆପଣ କହିଥିଲେ। କିନ୍ତୁ ଏ ସାପ ଆସିଲା ମତେ କହିଲେ ତମେ ମରବ ନାହିଁ। ତ ସତରେ ଆମେ ସେ ଫଳ ଖାଇଲୁ, ଆଜି ମରିନୁ, ଆମେ ବଞ୍ଚିଛୁ। ଏ ପ୍ରକାର ଭାବରେ ଶୈତାନକୁ ଏ କଣ ପରମେଶ୍ୱରଙ୍କୁ ଏ ହବା ପ୍ରକୃତିର ଉତ୍ତର ଦଉଥିବ। ସେ ସମୟରେ ହବା ପ୍ରକୃତିରେ କଣ କହିଲେ? ପରମେଶ୍ୱର ହବାଙ୍କୁ କଣ କହିଲେ? ଏ ହବା ନିଶ୍ଚିନ୍ତ ଭାବରେ ତୁ ଶୈତାନର ପ୍ରକୃତିରେ ଠକା ଯାଇଛୁ। ବାଇବ ଏ ଏ ଶୈତାନ ହଉଛି ସର୍ପ ହଉଛି ଶୈତାନ ପ୍ରତିଛବି। ନିହାତି ତମେ ଶୈତାନ ଦ୍ୱାରା ପ୍ରକୃତିରେ ଠକା ଯାଇଛ। ତମେ ଭଲ ମନ୍ଦର ଜ୍ଞାନ ପ୍ରକୃତିରେ ପାଇଲ। ଏ ମନୁଷ୍ୟକୁ ସୃଷ୍ଟି କଲା ପରେ ଦୁଇଟା ବିଷୟ ମୁଁ ପ୍ରକୃତିରେ ଦେଇନଥିଲି ମନୁଷ୍ୟକୁ। ନିଶ୍ଚିନ୍ତ ଆଜି ତମେ ଗୋଟେ ଦେଖୁଛ କିଛି ଗୋଟେ ବିଷୟ ଅଲଗା। ଏହାର ଅର୍ଥ ନୁହେଁ ସେଇଟା ତମେ, କିନ୍ତୁ ଏଇଟା ହଉଛି ତମ ଭିତରେ ଥିବା ଶୈତାନ। ଏ ପ୍ରକାର ଭାବରେ ପରମେଶ୍ୱର ଆଦମଙ୍କ ସହିତ ହବାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। କିନ୍ତୁ ହବାକୁ ପଚାରିଲେ, ଏଇଟା ତମକୁ ଏମିତି କିଏ ବନେଇଲା? ସେ ସମୟରେ ହବା କଣ କଲା? ଏଇଟା ମୋତେ ସର୍ପ ବୁଲେଇଲା, ତହିଁରେ ମୁଁ ଖାଇଲି। ସେଥିପାଇଁ ପରମେଶ୍ୱର ଭଲ ସେ ଜାଣୁଛନ୍ତି। ତ ଏଇ ଜାଗାରେ ଯଦି ଆମେ ଦେଖିବା କହିଲେ, ଆଦି ପୁସ୍ତକ ଏ ତିନି ପର୍ବ ହଉଛି ଗୋଟେ ପୁସ୍ତକ, ମୃତ ପୁସ୍ତକ ଆଉ ଅଭିଶାସ୍ତ୍ର ପୁସ୍ତକ ବୋଲି ପ୍ରଭୁତରେ ଆମେ ଜାଣିଛୁ। ସେଥିପାଇଁ ଆଦି ପୁସ୍ତକ ତିନି ପର୍ବରେ ଯେତେ ମଧ୍ୟ ଲୋକ ଜନ୍ମ ହେଇଛନ୍ତି ଆଦମଙ୍କ ବଂଶ ଦ୍ୱାରା, ପ୍ରତ୍ୟେକ ଲୋକମାନଙ୍କ ଜୀବନରେ ମୃତ୍ୟୁ ପ୍ରଭୃତିରେ ଅଛି। ପ୍ରତ୍ୟେକ ଲୋକମାନେ ମୃତ୍ୟୁ ସମ୍ମୁଖରେ ଛିଡା ହଉଛନ୍ତି। କାହିଁକି? ଯେହେତୁ ଆଦମଙ୍କ ଭିତରେ ସମସ୍ତେ ଅଛନ୍ତି। ସେଥିପାଇଁ ମନୁଷ୍ୟ ଭିତରେ ପାପ ଥିବାଟା, ମନୁଷ୍ୟ ଭିତରେ ସମସ୍ୟା ଆସିବାଟା, ମନୁଷ୍ୟ ପ୍ରଭୁଙ୍କ ଠାରୁ ପୃଥକ ହେଇକି ଜୀବନ ବଞ୍ଚିବାଟା କୋଉ ଚାପ୍ଟରରୁ ଆରମ୍ଭ ହେଲା ଜାଣିଛନ୍ତି? ଏ ଆଦି ପୁସ୍ତକ ତିନି ପର୍ବରୁ ଆରମ୍ଭ ହେଇଛି। ଏ ପ୍ରକାର ଭାବରେ ଆଦମଙ୍କ ପାଇଁ ପରମେଶ୍ୱର ପ୍ରଭୃତିରେ କାମ କରୁଛନ୍ତି। ଉଁ? ତ ଆଦମଙ୍କ ପାଇଁ ପରମେଶ୍ୱର ଯେତେବେଳେ କାମ କଲେ, ଦେଖିଲେ ପରମେଶ୍ୱର ଯେହେତୁ ଆଦମ ହବାକୁ ନିଜେ ପ୍ରକୃତିରେ ନିର୍ମାଣ କରିଅଛନ୍ତି। ଆଦମ ହେଉଛି ସୁନିର୍ମିତ ମନୁଷ୍ୟ। ପରମେଶ୍ୱର ସୁନିର୍ମିତ ମନୁଷ୍ୟକୁ ଉଦ୍ୟାନ ମଧ୍ୟରେ ପ୍ରକୃତିରେ ରଖି ଅଛନ୍ତି। ତାମାନେ ଆଦମଙ୍କ ଭିତରେ ସମସ୍ତ ବିଷୟରେ ପାୱାର ଦେଇ ଅଛନ୍ତି ପରମେଶ୍ୱର। କିନ୍ତୁ ପରମେଶ୍ୱର କେମିତି ଆଦମକୁ ଅଭିଶାପ ଦେବେ? ପରମେଶ୍ୱର କେମିତି ଅଭିଶାପ ପ୍ରକୃତିରେ କରିବେ? ସେଥିପାଇଁ ପରମେଶ୍ୱର କେବେ ମଧ୍ୟ ଆଦମକୁ ଅଭିଶାପ ଦେଇ ପାରିଲେ ନାହିଁ। ସେଥିପାଇଁ ପରମେଶ୍ୱର ଆଦମକୁ ତ ଦେଖିଲେ, ହବାଙ୍କ ପ୍ରକୃତିରେ ଦେଖିଲେ, ସର୍ପ ସହିତ ପ୍ରକୃତିରେ କଥା ହେଲେ। ଏଁ? କିନ୍ତୁ ପରମେଶ୍ୱର ପ୍ରକୃତିରେ କଣ କହିଲେ? 13 ପଦରେ ଯଦି ଦେଖିବେ, ତିନି ପର୍ବର 13 ପଦ, ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, ଏ କି କଲ? ନାରୀ କହିଲେ, ସର୍ପ ମତେ ବୁଲେଇଲା, ତହିଁରେ ମୁଁ ଖାଇଲି। ତ ଏ ପ୍ରକାର ଭାବରେ ପରମେଶ୍ୱର କଥା ହେବାକୁ ଆରମ୍ଭ କଲେ। କିନ୍ତୁ 14 ପଦରେ ସଦାପ୍ରଭୁ ଯେତେବେଳେ ଦେଖିଲେ ସର୍ପକୁ, ସେ କଣ କହିଲେ? ତখন ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, ଏହି କାର୍ଯ୍ୟ କରିବା ହେତୁରୁ ତୁମେ ସମସ୍ତ ଗ୍ରାମ୍ୟ ବନ୍ୟ ପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ। ତୁମେ ଆପଣା ପେଟ ଦେଇ ଗମନ କରିବ, ଯାବଜୀବନ ଧୂଳି ଖାଇବ। ତ ଏ ଜାଗାରେ ପରମେଶ୍ୱର ମଧ୍ୟ ଏ ସର୍ପକୁ ବହୁତ ଗୋଟେ ପାୱାର ଦେଉଛନ୍ତି। କୋଉ ପ୍ରକାର ପାୱାର? ହଁ, ଏ ପ୍ରକାର କାର୍ଯ୍ୟ କରିବା ହେତୁ ତୁମେ ସମସ୍ତ ଗ୍ରାମ୍ୟ ବନ୍ୟ ପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ। ଶାପଗ୍ରସ୍ତ ହେଲ ମାନେ କଣ? ପରମେଶ୍ୱର କେବେ ମଧ୍ୟ ଆଦମ ହବାଙ୍କୁ ଅଭିଶାପ ଦେଇ ପାରିଲେ ନାହିଁ। କିନ୍ତୁ ପରମେଶ୍ୱର କାହାକୁ ଅଭିଶାପ ଦେଲେ? ଯୋଉ ଲୋକ ଆଦମ ହବାଙ୍କ ଭିତରେ କାମ କରୁଛି ତାଙ୍କୁ ଅଭିଶାପ ଦେଲେ। ସେ ହଉଛି କିଏ? ସେ ହଉଛି ସର୍ପ। ତା ମାନେ ଶୈତାନଙ୍କ ପ୍ରକୃତିରେ ପରମେଶ୍ୱର ଏ ଜାଗାରେ ଅଭିଶାପ ଦଉଛନ୍ତି। ତୁମେ ଆପଣା ପେଟ ଦେଇ ଗମନ କରିବ, ଯାବଜୀବନ ଧୂଳି ଖାଇବ।
ତ ବାଇବଲରେ ଧୂଳି କଣ? ବାଇବଲରେ ଧୂଳି ହଉଛି ମନୁଷ୍ୟର ଶରୀରକୁ ବୁଝଉଛି। ସେଥିପାଇଁ ମନୁଷ୍ୟ ଯେତେବେଳେ ମରିଯାଉଛି, ମନୁଷ୍ୟ କେବେ ମଧ୍ୟ ପ୍ରକୃତିରେ ସୁନା ସୁନାର କଫିନ ବକ୍ସରେ ପ୍ରକୃତିରେ ରଖାଯାଉ ନାହିଁ। କି ସୁନାରେ ପ୍ରକୃତିରେ ସୁନାରେ ତାଙ୍କୁ କଭର କେବେ ଦିଆଯାଉ ନାହିଁ। ଉଁ? କି ମନୁଷ୍ୟର ଶରୀର କେବେ ମଧ୍ୟ ସାଇତି କରିକି ରଖାଯାଇ ପାରୁନାହିଁ। କାହିଁକି? ମନୁଷ୍ୟ ମରିଗଲା ପରେ, ଜଗତ ଠାରୁ ପୃଥକ ହେଲା ପରେ, ମନୁଷ୍ୟକୁ ସିଧାସଳଖ ଗୋଟେ କାଠର କଫିନ ବକ୍ସ ତିଆରି କରିକି ମାଟି ଭିତରେ ଖୋଳିକି ମାଟି ଭିତରେ ପ୍ରକୃତିରେ ତାଙ୍କୁ ପୋତା ହଉଛି। କାହିଁକି? ମନୁଷ୍ୟର ଶରୀର ହଉଛି ଧୂଳି। ସେଥିପାଇଁ ପରମେଶ୍ୱର ଏ ଜାଗାରେ କଣ କହିଲେ ଶୈତାନକୁ? ତୁମେ ଆପଣା ପେଟ ଦେଇ ଗମନ କରିବ ଓ ଯାବ ଜୀବନ ଧୂଳି ଖାଇ। ସେଥିପାଇଁ ପରମେଶ୍ୱର ମନୁଷ୍ୟ ଭିତରେ ଥିବା ଆତ୍ମାକୁ ପ୍ରକୃତିରେ ଶୈତାନ କେବେ ଦେଇପାରିଲେ ନାହିଁ। କିନ୍ତୁ ପରମେଶ୍ୱର ଶୈତାନକୁ କଣ ଦେଲେ? ମନୁଷ୍ୟର ଶରୀର ଉପରେ ତୁ ଗ୍ରାସ କରିପାରିବୁ, ମନୁଷ୍ୟର ଶରୀରକୁ ତୁ ବ୍ୟବହାର କରିପାରିବୁ, କିନ୍ତୁ ମନୁଷ୍ୟର ଆତ୍ମାକୁ ତୁ କେମିତି ଅଧିକାର କରିପାରିବୁ ନାହିଁ। ସେଥିପାଇଁ ପରମେଶ୍ୱର ଏ ପ୍ରକାର ଭାବରେ ଏ ଆଦି ପୁସ୍ତକ 3 ପର୍ବରେ ଶୈତାନଙ୍କ ପ୍ରଭୁତ୍ୱରେ ଅଭିଶାପ ଦଉଛନ୍ତି ଆଉ ଶୈତାନଙ୍କ ପ୍ରଭୁତ୍ୱରେ ଏ ପ୍ରକାର ଭାବରେ କଠୋର ୱାର୍ଣ୍ଣିଂ ପ୍ରଭୁତ୍ୱରେ ଦଉଛନ୍ତି। 15 ପଦ ଯେତେବେଳେ ଆସିଲା, ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ତାଙ୍କ ବଂଶ ମଧ୍ୟରେ ବୈର ଭାବ ଜନ୍ମେଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ, ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କର। ତ ଏଇଟା ହଉଛି କଣ? ଉଁ? ତମ ମଧ୍ୟରେ ତାଙ୍କ ମଧ୍ୟରେ ଆଁ? ମୁଁ ବୈର ଭାବ ଜନ୍ମେଇବି। ବୈର ଭାବ ମାନେ କଣ? ଆଁ? ବୈର ଭାବ ମାନେ ଏ ଜାଗାରେ ପରମେଶ୍ୱର କିଛି ନିୟମ ପ୍ରଭୃତିରେ ଦଉଛନ୍ତି। ତା ମାନେ ତମେ କେବେ ମଧ୍ୟ ଗୋଟେ ମନୁଷ୍ୟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିପାରିବ ନାହିଁ। ହଁ, ତମେ ବ୍ୟବହାର କରିପାରିବ। ହଁ, ତମେ ଯେତେବେଳେ ତାଙ୍କୁ ବ୍ୟବହାର କରିବ, ତମର ଆତ୍ମା ତାଙ୍କ ଶରୀର ଭିତରେ ପ୍ରବେଶ କରିବ। କିନ୍ତୁ ତମେ ତାଙ୍କର ଗୋଇଠିକି ଆଘାତ କରିବ, ସେ ତମର ମସ୍ତକକୁ ଆଘାତ ଚୂର୍ଣ୍ଣ କରିବ ଲେଖାଇଛି। ତା ମାନେ ଏ ଜାଗାରେ ପରମେଶ୍ୱର କଣ କହୁଛନ୍ତି? ତୁ ଯେତେ ଅଧିକ ପାୱାରଫୁଲ ହେଲେ ମଧ୍ୟ ତୁ ମୋ ପାଖରେ କେବେ ଜିତି ପାରିବୁ ନାହିଁ। ଏ ପ୍ରକାର ଭାବରେ ଏ ଜାଗାରେ ପରମେଶ୍ୱର ଗୋଟେ ବ୍ୟବସ୍ଥାକୁ ପ୍ରକୃତରେ ଦଉଛନ୍ତି। ସେଥିପାଇଁ ସେ ଜାଗାରେ ଆଁ, ଶୈତାନ ସର୍ପ ଲୋକମାନଙ୍କୁ ଠୁଙ୍କୁଛି, ଆଘାତ କରୁଛି। ଉଁ? କିନ୍ତୁ ଲୋକମାନେ ସର୍ପକୁ ପ୍ରକୃତିରେ ମାରୁଛନ୍ତି। ଏଇଟା କଣ? ଉଁ? ସର୍ପକୁ ଲୋକ ଖାଲି ମାରୁଛନ୍ତି ତାହା ନୁହଁ, କିନ୍ତୁ ସର୍ପକୁ ମାରିଲା ପରେ ତାର ମୁଣ୍ଡକୁ ପ୍ରକୃତିରେ ଗୁଣ୍ଡ କରୁଛନ୍ତି। ସେଥିପାଇଁ ଏଇଟା ହଉଛି ପ୍ରକାର ନିୟମ ଅଛି। ସେଥିପାଇଁ ପରମେଶ୍ୱର କଣ କହିବା ପାଇଁ ଚାହାନ୍ତି? ହଁ, ତୁ ମୋ ସହିତ କେବେ ଜିତି ପାରିବୁ ନାହିଁ। ତୁ ଯେତେ ଚାଲାକରେ କାମ କଲେ ମଧ୍ୟ ତୁ ମୋଠୁ ପାୱାରଫୁଲ ହେଇପାରିବୁ ନାହିଁ। ଯେହେତୁ ସୃଷ୍ଟିକର୍ତ୍ତା ହଉଛି ମୁଁ, ସୃଷ୍ଟିକର୍ତ୍ତା ପରମେଶ୍ୱର ହଉଛି ମୁଁ ହଉଛି ସନ୍ନ୍ୟାଧିପତି ସଦାପ୍ରଭୁ। ହଁ, ସେଥିପାଇଁ ତୁ କେବେ ମଧ୍ୟ ମୋଠୁ ଜିତି ପାରିବୁ ନାହିଁ। କି ମୁଁ ସୁନିର୍ମିତ ମନୁଷ୍ୟକୁ ଏ ଉଦ୍ୟାନ ମଧ୍ୟରେ ପ୍ରଭୃତିରେ ରଖିଅଛି, ତାକୁ କେବେ ମଧ୍ୟ ତୁ ନିଜ ଆଡକୁ ପ୍ରଭୃତିରେ ନେଇପାରିବୁ ନାହିଁ। ଏ ପ୍ରକାର ଭାବରେ ଶୈତାନକୁ ଏ ଜାଗାରେ ପରମେଶ୍ୱର ଅଭିଶପ୍ତ କଲେ। ଶୈତାନ ଏ ପ୍ରକାର ଭାବରେ ଅଭିଶପ୍ତ ହେଲା ପରେ ପରମେଶ୍ୱର କଣ କହିଲେ? ଆଁ? 16 ପଦରେ ତହୁଁ ସେ ନାରୀଙ୍କୁ କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼େଇବା, ତୁମେ ବ୍ୟଥାରେ ସନ୍ତାନ ପ୍ରସବ କରିବ। ପୁଣି ସ୍ୱାମୀ ପ୍ରତି ତୁମର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ। ଏ ଜାଗାରେ ହବାକୁ ପ୍ରକୃତିରେ ପରମେଶ୍ୱର ଆଶୀର୍ବାଦ କୋଉ ପ୍ରକାର କଲେ? ଆଁ? ତୁମେ ଏ ପ୍ରକାର କାର୍ଯ୍ୟ କରିବା ଦ୍ୱାରା ତମେ ସନ୍ତାନ ବ୍ୟଥାରେ ଜନ୍ମ କରିବ। ଏଇଟା ହଉଛି ଗୋଟେ ଆଁ, ନାରୀଙ୍କ ପାଇଁ ଏଇଟା ହଉଛି ଆଶୀର୍ବାଦ ଆସିଲା। ସେଥିପାଇଁ ସ୍ତ୍ରୀ ଲୋକମାନେ ଛୁଆ ଜନ୍ମ କଲା ବେଳକୁ ଆଁ ଗର୍ଭବେଦନା ହେଲା ବେଳକୁ ସେମାନେ ବହୁତ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, କଷ୍ଟକୁ ପ୍ରକୃତିରେ ଅନୁଭବ କରୁଛନ୍ତି। କିନ୍ତୁ ଯେତେବେଳେ ଛୁଆ ଜନ୍ମ କରି ସାରିଲା ପରେ ସେ ଯନ୍ତ୍ରଣା, ସେ କଷ୍ଟ, ସେ ପରିସ୍ଥିତି ସବୁ ପ୍ରକୃତିରେ ପଳେଇ ଯାଉଛି। ଛୁଆକୁ ଦେଖିଲା ପରେ ସେମାନେ ବେଶୀ ଖୁସି ହଉଛନ୍ତି। ଏଁ? ସେ ସମୟରେ ସେମାନଙ୍କ ହୃଦୟରେ ଗୋଟେ ସମୟ ଅଛି, ସେମାନେ ଏଁ, ଗୋଟେ କଣ ଗୋଟେ ଯୁବତୀର ଲାଇଫ କାଟୁଛନ୍ତି। କିନ୍ତୁ ଛୁଆ ଜନ୍ମ କଲା ପରେ ତାଙ୍କ ଭିତରେ ଅଲଗା ପ୍ରକୃତିରେ ଚିନ୍ତା କରିବା, ଦେଖିବା, ଆଁ, ସବୁ କିଛି ପ୍ରକୃତିରେ ବଦଳି ଯାଉଛି। ସେଥିପାଇଁ ସେ ସମୟରେ ସେମାନେ ମାର ପ୍ରକୃତିରେ ରୂପକୁ ପାଉଛନ୍ତି। ମାର ରୂପକୁ ପାଇଲା ପରେ ଛୁଆକୁ ପ୍ରେମ କରିବାର ହୃଦୟକୁ ପ୍ରକୃତିରେ ପାଉଛନ୍ତି। ସେଥିପାଇଁ ଗୋଟେ ଗୋଟେ ସମୟ ଅଛି, ସ୍ୱାମୀର ବିଜୟ ପାଇବା ପୂର୍ବରୁ ଗୋଟେ ଗୋଟେ ଯୁବତୀ କେବଳ ମାର ରୂପ ନେଇ ପାରିବ ନାହିଁ। କିନ୍ତୁ ବାହା ହେଲା ପରେ ସ୍ୱାମୀର ବିଜୟ ଗ୍ରହଣ କଲା ପରେ ଛୁଆ ଜନ୍ମ କଲା ପରେ ଗୋଟେ ଯୁବତୀ ମାର ରୂପ ପ୍ରକୃତିରେ ନେଉଛି।
ସେ ସମୟରେ ସେ ପରମେଶ୍ୱରଙ୍କ ଠାରୁ ଆଉ ପରମେଶ୍ୱରଙ୍କ ଠାରୁ ଆଉ ମହାନ ଆଶୀର୍ବାଦ ପ୍ରଭୁତିରେ ପାଉଛି। ସେଥିପାଇଁ ଏ ପ୍ରକାର ଭାବରେ ଏ ଆଦି ପୁସ୍ତକ 3 ପର୍ବରେ ଆରମ୍ଭ ହେଲା। ସେଥିପାଇଁ ପରମେଶ୍ୱର କହିଲେ 18 ପଦରେ ଯଦି ଦେଖିଲେ ଏ 17 ପଦ, ଆଉ ସେ ଆଦାମକୁ କହିଲେ ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମେ ତୁମକୁ ଆଜ୍ଞା ଦେଇ କହିଥିଲୁ ତାହା ଖାଇବ ନାହିଁ। ତୁମେ ଆପଣା ଭାର୍ଯ୍ୟର କଥା ଶୁଣି ତାହା ଖାଇଅଛ, ଏଣୁ ତୁମ ସକାଶେ ଭୂମି ଶାପଗ୍ରସ୍ତ ହେଲା, ତୁମେ ଯାବଜ୍ଜୀବନ କ୍ଲେଶରେ ଭୋଗ୍ୟ ପାଇବ। ତ ପରମେଶ୍ୱର ଆଦମକୁ ମଧ୍ୟ କହିଲେ ତୁମେ ନିଜର ସ୍ତ୍ରୀର କଥା ଶୁଣିଲ, ଆଉ ସେ ଫଳ ତମେ ଖାଇଲ, ସେଥିପାଇଁ ଭୂମି ଶାପଗ୍ରସ୍ତ ହେଲା ଲେଖା ହେଇଛି। ଆଁ କିନ୍ତୁ ତମେ ଯାବଜ୍ଜୀବନ କ୍ଲେଶରେ ଭୋଗ୍ୟ ପାଇବ ଲେଖା ହେଇଛି। 18 ପଦ ଲେଖା ହେଇଛି ତହିଁରେ କଣ୍ଟା ବଖରା ଗଛ ଜାତ ହବ, ପୁଣି ତୁମେ କ୍ଷେତ୍ରରେ ଶାକ ଭୋଜନ କରିବ। ତୁମ୍ଭେ ଯେଉଁ ମୃତ୍ତିକାରେ ଗୃହୀତ ହେଲ ତହିଁର ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ, ଯେହେତୁ ତୁମ୍ଭେ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ। ସେଥିପାଇଁ ମନୁଷ୍ୟ ଆଁ, ଏ ପୃଥିବୀରେ ବଞ୍ଚିବାଟା, ପରମେଶ୍ୱର ଏ ପୃଥିବୀରେ ରହିବାଟା, ଆଁ ପୃଥିବୀରେ ଖୁସି ହେବାଟା, କେମିତି ମନୁଷ୍ୟ ଖୁସି ହେବ, କେମିତି ଖାଇବ ଜାଣିଛନ୍ତି? ଲେଖା ହେଇଛି ମୁଖର ଝାଳର ଆହାର କର ଲେଖା ହେଇଛି। ଉଁ। ସେଥିପାଇଁ ପରମେଶ୍ୱର ଏ ପ୍ରକାର ଭାବେ ଏଠି କାମ କରୁଛନ୍ତି। କିନ୍ତୁ ପରମେଶ୍ୱର ଜାଣିଲେ ଯଦି ମୁଁ ଏମାନଙ୍କୁ ଏମିତି ହିଁ ଛାଡ଼ିଦେବି, ଏମାନଙ୍କ ପାଇଁ ଯଦି ମୁଁ ବର୍ତ୍ତମାନ କିଛି କାମ କରିବି ନାହିଁ, ଏମାନଙ୍କ ପାଇଁ ଯଦି ମୁଁ କିଛି ଯୋଜନା ତିଆରି କରିବି ନାହିଁ, ନିଶ୍ଚିତ ଭାବରେ ମନୁଷ୍ୟର ବଂଶ ପ୍ରଭୃତିରେ ଅଦୃଶ୍ୟ ହେଇଯିବ। ଏ ପୃଥିବୀରେ ମୁଁ ଯୋଉ ପ୍ଲାନ୍ ପ୍ରକୃତିରେ ରଖିଛି, ଯୋଉ ଯୋଜନା କରିଅଛି କାମ କରିବା ନିମନ୍ତେ, ଏ ମନୁଷ୍ୟ ଦ୍ୱାରା କାମ କରିବି। କିନ୍ତୁ ଏ ମନୁଷ୍ୟ ଯଦି ଏ ପ୍ରକାର ଭାବରେ ଶୈତାନ ଦ୍ୱାରା ଠକା ଗଲା ପରେ ଲୋପ ପାଇବ, ତେବେ ମୁଁ କାହା ଦ୍ୱାରା ପ୍ରକୃତିରେ ପୃଥିବୀରେ କାମ କରିବି? ଆଁ ମୋ ପରି ସୁନିର୍ମିତ ମନୁଷ୍ୟ କିଏ ପ୍ରକୃତିରେ ଅଛି? ହଁ, ଏ ମନୁଷ୍ୟ ହିଁ ଅଛି। ହଁ, ମୁଁ ସତରେ ପଶୁ ପକ୍ଷୀ ମାନଙ୍କୁ ନିର୍ମାଣ କରିଅଛି, ସେମାନଙ୍କର କେବଳ ଜୀବନ ଅଛି। କିନ୍ତୁ ମନୁଷ୍ୟକୁ ମୁଁ ସବୁ ପଶୁ ପକ୍ଷୀ ମାନଙ୍କଠାରୁ ସ୍ୱତନ୍ତ୍ର ଭାବରେ ବନେଇଛି। ହଁ, ସେମାନଙ୍କର ଜୀବନ ସହିତ ସେମାନଙ୍କ ପାଖରେ ଗୋଟେ ଆତ୍ମା ବି ଅଛି। ସେମାନଙ୍କୁ ମୁଁ ସୁନ୍ଦର ଶରୀର ପ୍ରକୃତିରେ ଦେଇଛି। ସେମାନଙ୍କୁ ସମସ୍ତ ପଶୁ ଓ ପକ୍ଷୀମାନଙ୍କ ଠାରୁ ପକ୍ଷୀମାନଙ୍କୁ ନିର୍ଭର କରିବା ପାଇଁ, କର୍ତ୍ତୃତ୍ୱ କରିବା ପାଇଁ ସେମାନଙ୍କୁ ପାୱାର ଦେଇଛି। କିନ୍ତୁ ଏ ପ୍ରକାର ମନୁଷ୍ୟକୁ ଆଉ ଥରେ କଣ ମୁଁ ତିଆରି କରିବି କି? ସେଥିପାଇଁ ପରମେଶ୍ୱର ଜାଣିଲେ, ଆଉ ପରମେଶ୍ୱର ପ୍ରକୃତିରେ କଣ କରୁଛନ୍ତି? ଏ ଆଦମ ହବାଙ୍କ ନିମନ୍ତେ ପ୍ରକୃତିରେ ନୈବେଦ୍ୟ ଉତ୍ସର୍ଗ କରୁଅଛନ୍ତି। ସେଥିପାଇଁ ଦିନେ ପରମେଶ୍ୱର ଆଦମଙ୍କ ପାଇଁ ହବାଙ୍କ ପାଇଁ ଗୋଟେ ପଶୁ ଆଣୁଛନ୍ତି। ପଶୁକୁ ପ୍ରକୃତିରେ କାଟୁଛନ୍ତି, ତାର ଚର୍ମ ପ୍ରକୃତିରେ ବାହାର କରୁଛନ୍ତି, ଆଉ ସେ ଚର୍ମ ଆଣିକି ଆଦମ ହବାଙ୍କ ପ୍ରକୃତିରେ ପିନ୍ଧଉଛନ୍ତି। ତ ଏଇଟା ହଉଛି ଗୋଟେ ବିଷୟ, ଈଶ୍ୱରଙ୍କର ଧାର୍ମିକତା ବୋଲି, ଈଶ୍ୱରଙ୍କ ଆଶୀର୍ବାଦ ବୋଲି ପ୍ରକୃତିରେ ଗଣାଯିବ। ସେଥିପାଇଁ ଆଦମ ହବା ଯେତେବେଳେ ଚର୍ମର ବସ୍ତ୍ର ପିନ୍ଧୁଅଛନ୍ତି, ଚାରି ପର୍ବ ଯେତେବେଳେ ଆସିଲା, ସେ ସମୟରେ ସେମାନେ କଇନ ହେବଲକୁ ପ୍ରକୃତିରେ ଜନ୍ମ ଦେଇ ପାରୁଛନ୍ତି। କିନ୍ତୁ ଏ ଆଦମଙ୍କ ଦ୍ୱାରା ଯେତେ ବି ପ୍ରକୃତିରେ ଆସିଲେ, ଆଦମଙ୍କ ଦ୍ୱାରା କଇନ ହେବଲ ଆସିଲେ। କଇନ ହେବଲ ଆସିଲା ପରେ ଆଦି ପୁସ୍ତକ ପ୍ରକୃତିରେ ଆସିଲା। ଆଦି ପୁସ୍ତକ 1 ପର୍ବରୁ ଦେଖିଲେ, ଆଦି ପୁସ୍ତକ 5 ପର୍ବର 2 ପଦ ଦେଖିଲେ, ସେ ପୁରୁଷ ସ୍ତ୍ରୀ କରିକି ସେମାନେ ସୃଷ୍ଟି କଲେ। ସେମାନେ ସୃଷ୍ଟି ହେବା ଦିନ ସେମାନଙ୍କୁ ଆଶୀର୍ବାଦ କରି ଆଦମ ମନୁଷ୍ୟ ନାମ ଦେଲେ। ଏ ପ୍ରକାର ଭାବରେ ସେ ପ୍ରକାର ଭାବରେ ମନୁଷ୍ୟକୁ ପରମେଶ୍ୱର ଆଶୀର୍ବାଦ କରି ଆସନ୍ତି। ତ ମନୁଷ୍ୟ ଆଶୀର୍ବାଦ ପାଇଲା ପରେ ମନୁଷ୍ୟର ଜନ୍ମକୁ ଦେଖିବା, ଆଉ ମନୁଷ୍ୟର ଶେଷକୁ ଯଦି ଆମେ ଦେଖିବା, ମନୁଷ୍ୟ ଦିନେ ଜନ୍ମ ହଉଛି କିନ୍ତୁ ମନୁଷ୍ୟ ଦିନେ ମରିଯାଉଛି। ସେଥିପାଇଁ ମନୁଷ୍ୟର ଆଦମଙ୍କ ବଂଶରେ କୌଣସି ପ୍ରକୃତିରେ ଜୀବନ ନାହିଁ। ଆଦମଙ୍କ ବଂଶରେ ଯେତେ ବି ଲୋକ ପୃଥିବୀରେ ଜନ୍ମଗ୍ରହଣ କରିଅଛନ୍ତି, ସେମାନେ ଦିନେ ଜନ୍ମ ହଉଛନ୍ତି କିନ୍ତୁ ଦିନେ ମରିଯାଉଛନ୍ତି। ସେଥିପାଇଁ ଆଦମଙ୍କ ବଂଶର କୌଣସି ସ୍ଥିରତା ପ୍ରକୃତିରେ ନାହିଁ। ସେଥିପାଇଁ ପରମେଶ୍ୱର କଣ କଣ ପ୍ରକୃତିରେ ଦେଖିବା ପାଇଁ ଚାହାନ୍ତି? ହଁ, ତମେ ଆଦମଙ୍କ ବଂଶରେ ଆସିଲ, ତମ ପାଖରେ ଜୀବନ ନାହିଁ, କିନ୍ତୁ ତମେ ଯୀଶୁଙ୍କ ବଂଶରେ ଯଦି ଯିବ, ତେବେ ତମେ ଜୀବନ ପାଇବ। ସେଥିପାଇଁ ଏ କଣ ଆଦି ପୁସ୍ତକ 5 ପର୍ବକୁ କନେକ୍ଟ କରିକି ଆପଣମାନେ ଯଦି ମାଥି ପୁସ୍ତକକୁ ଯିବେ, ମାଥି ପୁସ୍ତକ 1 ପର୍ବରୁ ଦେଖିଲେ, ସେଟା ଖାଲି ଜନ୍ମ ହେଲେ ଜନ୍ମ ହେଲେ ଜନ୍ମ ହେଲେ ବୋଲି ଖାଲି ଲେଖା ହେଇଛି। କିନ୍ତୁ ଆଦି ପୁସ୍ତକ 5 ପର୍ବରେ 2 ପଦରୁ 3 ପଦ ସିଆଡେ ତଳକୁ ଯଦି ପଢିବେ, ହଁ, ତାଙ୍କର ପୁଅ ସିଏ ଏତିକି ବର୍ଷ ବଞ୍ଚିଲା, ଛୁଆ ଜନ୍ମ କଲା, ତାପରେ ମଲା। ତାର ପୁଅ ଇଏ ଆଁ ତାକୁ ଜନ୍ମ କଲା, ଏତିକି ବର୍ଷ ବଞ୍ଚିଲା, ତାପରେ ମଲା। ତ
ତ ସେମାନେ 800 ବର୍ଷ 900 ବର୍ଷ ଏ ପ୍ରକାର ଭାବରେ ବଞ୍ଚି ଅଛନ୍ତି, କିନ୍ତୁ ଗୋଟେ ସମୟ ଅଛି ସେମାନେ ପ୍ରକୃତିରେ ମରି ଯାଇକି ଅଛନ୍ତି। କାହିଁକି? ଏ ବାକ୍ୟ କଣ ଦର୍ଶଉଛି, କଣ ବୁଝଉଛି? ଯେହେତୁ ଆଦମଙ୍କ ବଂଶରେ କୌଣସି ଜୀବନ ପ୍ରକୃତିରେ ନାହିଁ। ଏତେ ମନୁଷ୍ୟ ନିଜ ଉପରେ ନିର୍ଭର କରିବାଟା, ନିଜକୁ ନିର୍ଭର କରିକି ବଞ୍ଚିବାଟା ହଉଛି ଅଭିଶାପ ବୋଲି ବାଇବଲ ପ୍ରକାଶ କରିବା ପାଇଁ ଚାହେଁ। ଏଇଟା ହଉଛି ପ୍ରଭୁଙ୍କର ବାର୍ତ୍ତା, ପ୍ରଭୁଙ୍କର ବାକ୍ୟ ଏଇଟା। ପ୍ରଭୁ ଏଇଟା ଏ ପ୍ରକାର ଭାବରେ ମନୁଷ୍ୟକୁ ଶିକ୍ଷା ଦେବା ପାଇଁ ଚାହାନ୍ତି। ସେଥିପାଇଁ ଏ ଆଦି ପୁସ୍ତକ 5 ପର୍ବ ଜଣେ ଭେଟିଲା ପରେ କଣ ଜାଣିବ? ହଁ, ମୋ ଭିତରେ କୌଣସି ଆଶା ନାହିଁ। ମୁଁ ସତରେ ପ୍ରଭୁଙ୍କ ସହିତ କନେକ୍ଟେଡ ହେଲେ, ହଁ ମୁଁ ଯୀଶୁଙ୍କ ବଂଶାବଳୀକୁ ପ୍ରଭୁତରେ ଆସିପାରିବି। ସେତେବେଳେ ମନୁଷ୍ୟ କାହା ସହିତ କନେକ୍ଟେଡ ହେବ? ଯୀଶୁଙ୍କ ସହିତ କନେକ୍ଟେଡ ହେବ। ଲୁହା ପାଖରେ ମ୍ୟାଗ୍ନେଟ ମ୍ୟାଗ୍ନେଟିକ ପାୱାର ପ୍ରଭୁତରେ ନାହିଁ, କିନ୍ତୁ ମ୍ୟାଗ୍ନେଟିକ ପାୱାର ମ୍ୟାଗ୍ନେଟିକ ପାଖରେ ଅଛି। ସେଥିପାଇଁ ଗୋଟେ ମ୍ୟାଗ୍ନେଟିକ ଲୁହା ସହିତ କନେକ୍ସନ ହେଲେ, ସେ ଲୁହା ପାଖରେ ମ୍ୟାଗ୍ନେଟିକ ପାୱାର ନାହିଁ, କିନ୍ତୁ ସେ ମ୍ୟାଗ୍ନେଟିକ ହେଇଯାଏ। ଠିକ୍ ସେହିପରି ମନୁଷ୍ୟ ପାଖରେ ପାୱାର ନାହିଁ ନିଜକୁ ପ୍ରକୃତିରେ ପରିବର୍ତ୍ତନ କରିବା ପାଇଁ, ନିଜକୁ ପ୍ରକୃତିରେ ପରିବର୍ତ୍ତିତ ହେଇଥିବା ମନୁଷ୍ୟ ଭାବରେ ଦେଖିବା ପାଇଁ। କିନ୍ତୁ ପରମେଶ୍ୱରଙ୍କ ସହିତ ଏ ପ୍ରକାର ଭାବରେ କନେକ୍ଟେଡ ହେଲେ ମନୁଷ୍ୟ ପାଖରେ ପ୍ରଭୁଙ୍କ ଭିତରେ ଥିବା ପାୱାର ପ୍ରକୃତିରେ ଆସିବ। ସେ ସମୟରେ ମନୁଷ୍ୟ ପ୍ରକୃତିରେ ପୃଥିବୀରେ ଅନେକ ଆଶ୍ଚର୍ଯ୍ୟ ଆଶୀର୍ବାଦର ଜୀବନ ପ୍ରକୃତିରେ ବଞ୍ଚିବ। ସେଥିପାଇଁ ପରମେଶ୍ୱର ଗୋଟେ ବିଷୟ ଆମମାନଙ୍କୁ କହିବା ପାଇଁ ଚାହାନ୍ତି, ହଁ ତମେ ନିଜ ଉପରେ ନିର୍ଭର କରିବା ପରିବର୍ତ୍ତେ ପ୍ରଭୁଙ୍କ ସହିତ କନେକ୍ଟ ହେଇକି ବଞ୍ଚିବାଟା ହଉଛି ଆଶୀର୍ବାଦ। ସେଥିପାଇଁ ଆମେ ମାଥି ପୁସ୍ତକ ଟିକେ 1 ପର୍ବକୁ ଦେଖିବା। ମାଥି ପୁସ୍ତକ 1 ପର୍ବ ଅବ୍ରାହ୍ମଙ୍କ ସନ୍ତାନ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ। ଅବ୍ରାହ୍ମ ଇସାକଙ୍କୁ ଜନ୍ମ ଦେଲେ, ଇସାକ ଯାକୋବଙ୍କୁ ଜନ୍ମ ଦେଲେ, ଯାକୋବ ଜିହୁଦା ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। ଜିହୁଦା ତାମରଙ୍କ ଗର୍ଭରୁ ଫେରସ ଓ ସେରହଙ୍କୁ ଜନ୍ମ ଦେଲେ। ଫେରୋଜ ହିସ୍ରୋଣଙ୍କୁ ଜନ୍ମ ଦେଲେ। ହିସ୍ରୋଣ ଅରାମଙ୍କୁ ଜନ୍ମ ଦେଲେ। ଅରାମ ଅମିନାଦବଙ୍କୁ ଜନ୍ମ ଦେଲେ। ଅମିନାଦବ ନହସନକୁ ଜନ୍ମ ଦେଲେ। ନହସନ ସଲମନକୁ ଜନ୍ମ ଦେଲେ। ସଲମନ ରାହାବଙ୍କ ଗର୍ଭରୁ ବୟାଜଙ୍କୁ ଜନ୍ମ ଦେଲେ। ବୟାଜ ରୁତଙ୍କ ଗର୍ଭରୁ ଅବେଦଙ୍କୁ ଜନ୍ମ ଦେଲେ। ଅବେଦ ଯିଶୟଙ୍କୁ ଜନ୍ମ ଦେଲେ। ତ ଏଇ ଜାଗାରେ ଯଦି ଦେଖିବେ, ଖାଲି ଜଣେ ଲୋକ ଖାଲି ଜନ୍ମ ଦଉଛି 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 ଦଉଛି। ଏଠି ମଲେ 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 ଆପଣ କେବେ ଦେଖିପାରୁଛନ୍ତି କି? ନାଇଁ। ମାଥି ପୁସ୍ତକ 1 ପର୍ବରେ ମରଣ ଆକା ନାହିଁ। କାହିଁକି? ମାଥି ପୁସ୍ତକ ହଉଛି ଗୋଟେ ପୁସ୍ତକ, ଆଶାର ପୁସ୍ତକ। ଯୀଶୁଙ୍କର ବଂଶାବଳୀ ପ୍ରକୃତରେ ଆରମ୍ଭ ହେଲା ଏ ଜାଗାରେ। କିନ୍ତୁ ଆଦି ପୁସ୍ତକ 5 ପର୍ବରେ ଯଦି ଦେଖିବେ, ଲୋକ ଜନ୍ମ ହେଲେ କିନ୍ତୁ ମଲେ ଲେଖା ହେଇଛି। ଲୋକ ଜନ୍ମ ହେଲେ କିନ୍ତୁ ମଲେ ଲେଖା ହେଇଛି। ହଁ, ସେମାନେ ବହୁତ ବର୍ଷ ଧରିକି ବଞ୍ଚି ଅଛନ୍ତି। ଆଁ ଆଦମ ପ୍ରକୃତରେ 800 ବର୍ଷ ବଞ୍ଚିଲା, ଆହୁରି ପୁତ୍ର କନ୍ୟା ଜାତ କଲା, 930 ବର୍ଷ ବଞ୍ଚିଲା, ତାପରେ ମଲା। ତ ଆଦମର ବଂଶରେ ତଳକୁ ଯେତେ ବି ପଢିବେ, କେବଳ ମୃତ୍ୟୁକୁ ଭେଟିବେ। ସେଥିପାଇଁ ମନୁଷ୍ୟ ନିଜ ଉପରେ ନିର୍ଭର କରିକି ବଞ୍ଚିବାଟା ମୃତ୍ୟୁ। ପ୍ରଭୁ ସେଇଟା କହିବା ପାଇଁ ଚାହୁଁଛନ୍ତି। ମନୁଷ୍ୟ ନିଜ ଉପରେ ନିର୍ଭର କରିକି, ନିଜକୁ ବିଶ୍ୱାସ କରିକି ବଞ୍ଚିବାଟା, ମନୁଷ୍ୟ କେବେ ମଧ୍ୟ ପ୍ରକୃତିରେ ସ୍ୱର୍ଗକୁ ଯାଇପାରିବ ନାହିଁ। ସେଥିପାଇଁ ପରମେଶ୍ୱର କଣ କହିବା ପାଇଁ ଚାହାନ୍ତି 2ଟା ଚାପ୍ଟରକୁ ନେଇକି? ହଁ, ତମେ କୋଉ ଜାଗାରେ ନିଜକୁ ପାଇବା ପାଇଁ ଚାହୁଁଛ? ତମେ କାହା ସହିତ ନିଜକୁ କନେକ୍ଟେଡ କରିବା ପାଇଁ ଚାହୁଁଛ? ତମେ ଯଦି ଯୀଶୁଙ୍କ ସହିତ ନିଜକୁ କନେକ୍ଟେଡ କରିବ, ନିହାତି ଭାବରେ ସେଠି ବଞ୍ଚିବ। ହଁ, ତାହାଙ୍କ ଠାରେ ଜୀବନ ଥିଲା, ସେଇ ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ସେଥିପାଇଁ ପରମେଶ୍ୱର ସେଇ ଜାଗାରେ ଏ ପ୍ରକାର ଭାବରେ ମନୁଷ୍ୟ ସହିତ ସମ୍ପର୍କ ରଖିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଯୋହନ ପୁସ୍ତକ ଯଦି ଆମେ 1 ପର୍ବକୁ ଦେଖିବା, ସେ ଜାଗାରେ କଣ ଲେଖା ହେଇଛି? ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ। ବାକ୍ୟ କିଏ? ବାକ୍ୟ ହଉଛି ଈଶ୍ୱର। ଆଁ ସେଥିପାଇଁ ସେ 2 ପଦ ଲେଖା ହେଇଛି, ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟି ହେଲା, ଆଉ ଯେ ସମସ୍ତ ସୃଷ୍ଟି ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ତାହାଙ୍କ ଠାରେ ଜୀବନ ଥିଲା, ସେ ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ମନୁଷ୍ୟ ଜୀବନ ପାଇବ, ମନୁଷ୍ୟ ଖୁସି ହେଇପାରିବ, ମନୁଷ୍ୟ ଆଶାରେ ପୃଥିବୀରେ ବଞ୍ଚି ପାରିବ। କାହା ପାଖରେ କାହା ସହିତ କନେକ୍ଟେଡ ହେଲେ? ଈଶ୍ୱରଙ୍କ ସହିତ କନେକ୍ଟେଡ ହେଲେ। ଈଶ୍ୱର କିଏ? ଈଶ୍ୱର ହଉଛନ୍ତି ବାକ୍ୟ। ଏତେ ବାକ୍ୟ ମନୁଷ୍ୟ ଭିତରେ ଯେତେବେଳେ ସ୍ଥାପନ ହବ, ସେ ବାକ୍ୟ ମନୁଷ୍ୟ ଖୁସିର ଲୋକ କରିବ, ସେ ବାକ୍ୟ ପାପରୁ ଜିତେଇବ, ସେ ବାକ୍ୟ ତାଙ୍କ ପ୍ରକୃତିରେ ଅନେକ ଶାନ୍ତି ପ୍ରକୃତିରେ ଆଣିବ। ସେ ବାକ୍ୟ ଖାଲି ଶାନ୍ତି ଆଣିବ ତାହା ନାହିଁ, ସେ ବାକ୍ୟ ତାର ଜୀବନରେ ଜୀବନ ଦେବ। ଯେହେତୁ ବାକ୍ୟ ହଉଛି ଜୀବନ, ସେଥିପାଇଁ 4 ପଦ 5 ପଦ ଲେଖା ହେଇଛି, ସେଇ ଜ୍ୟୋତି ଅନ୍ଧକାର ଜାଜଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ করে ନାହିଁ। ଈଶ୍ୱରଙ୍କ ନିକଟରେ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ, ତାହାଙ୍କ ନାମ ଯୋହନ। ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି,
ପୁଣି ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ସେଠି ଆମେ ସାକ୍ଷ୍ୟ ଶୁଣୁଛୁ, ବାକ୍ୟ ଶୁଣୁଛୁ କଣ? ଈଶ୍ୱର କେମିତି ଆମକୁ ଆଶୀର୍ବାଦ କରିଆସନ୍ତି, ଆମେ କେମିତି ଆଦି ପୁସ୍ତକ 3 ପର୍ବରୁ ଅଭିଶପ୍ତ ହେଇଥିଲୁ। କିନ୍ତୁ ଯୀଶୁଙ୍କର ବଂଶାବଳୀ, ଯୀଶୁ ଯେତେବେଳେ ଆସିଲେ ଆମେ କୋଉ ପ୍ରକାର ଭାବରେ ଆଶୀର୍ବାଦର ଜୀବନ ବଞ୍ଚୁଛୁ, ଏ ସମସ୍ତ ବିଷୟ ପରମେଶ୍ୱର ଆମମାନଙ୍କୁ ଏ ପ୍ରକାର ବାକ୍ୟ ଦ୍ୱାରା ଆମମାନଙ୍କ ହୃଦୟରେ ପ୍ରଭୃତିରେ କାମ କରିବା ପାଇଁ ଚାହାନ୍ତି। ସେଥିପାଇଁ ବାକ୍ୟ ପରମେଶ୍ୱର ଅଧିକରୁ ଅଧିକ ଆମମାନଙ୍କ ଜୀବନରେ ସ୍ଥାପନ କରିବା ପାଇଁ ପ୍ରଭୃତିରେ ଚାହୁଁଛନ୍ତି। ଆମେ ଯେମିତି କନେକ୍ଟେଡ ହବୁ, ଲୁହା ପାଖରେ ଯେମିତି ପାୱାର ନାହିଁ, ମ୍ୟାଗ୍ନେଟିକ ପାୱାର, କିନ୍ତୁ ମ୍ୟାଗ୍ନେଟ ସହିତ କନେକ୍ଟ ହେଲେ ଲୁହା ଅଟୋମେଟିକ ମ୍ୟାଗ୍ନେଟ ହେଇଯାଉଛି। ଠିକ ସେହିପରି ଆମ ପାଖରେ ପାୱାର ନାହିଁ ସମସ୍ତ ପାପକୁ ଅତିକ୍ରମ କରିବା ପାଇଁ, ପାପକୁ ଜିତିବା ପାଇଁ। କିନ୍ତୁ ଆମେ ଯେତେବେଳେ ପ୍ରଭୁଙ୍କ ସହିତ କନେକ୍ଟେଡ ହେଉଛୁ ସିଧାସଳଖ, ସେ ସମୟରେ ଆମମାନଙ୍କ ଭିତରେ ଅନେକ ଗୁଡ଼ିଏ ଶକ୍ତି, ଅନେକ ଗୁଡ଼ିଏ ପାୱାର ପ୍ରଭୃତିରେ ଆସିବ। ଭାଇମାନେ ଯେତେବେଳେ ଆପଣମାନେ ବଞ୍ଚୁଅଛନ୍ତି ଏ ପ୍ରକାର ଭାବରେ ପରମେଶ୍ୱର ସହିତ ସମ୍ପର୍କ ରହିକି ବଞ୍ଚିବାଟା ହେଉଛି ଜଣେ ମନୁଷ୍ୟର ଆଶୀର୍ବାଦର ଜୀବନ। ଆଶା କରି ଆପଣମାନେ ଏ ପ୍ରକାର ବାକ୍ୟ ନେଇକି ଆଜି ପ୍ରଭୃତିରେ, ଆଜି ଦିନ ପ୍ରଭୃତିରେ ବିତେଇବେ। ଆଜି ମୁଁ ଏତିକି କହିବି, ପ୍ରାର୍ଥନା କରିବା। ପରମେଶ୍ୱର ପିତା, ବେଶୀ ଧନ୍ୟବାଦ ଦଉଛୁ। ଆଜି ଆମେ ଯେତେବେଳେ ଦେଖୁଛୁ ଆଦାମଙ୍କ ବଂଶରୁ ସେଠି ଜୀବନ ପ୍ରଭୃତିରେ ନାହିଁ, କିନ୍ତୁ ଯୀଶୁଙ୍କ ବଂଶରୁ ସେଠି କେବଳ ଜୀବନ ଅଛି। ଆଦାମଙ୍କ ବଂଶରୁ ଯେତେ ଲୋକ ପ୍ରକୃତିରେ ଜନ୍ମ ହେଲେ 800 ବର୍ଷ ବଞ୍ଚିଲେ, 930 ବର୍ଷ ବଞ୍ଚିଲେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ମଲେ ଲେଖା ହେଇଛି। କିନ୍ତୁ ଯୀଶୁଙ୍କର ବଂଶାବଳୀ ମାଥି ପୁସ୍ତକ ଯେତେବେଳେ ଦେଖିଲେ ସେଠି ଅବ୍ରାହମ ମାନେ ଆଉ ସେଠି ଲେଖା ହେଇଛି ତ ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀ ପ୍ରକୃତିରେ ବୋଲି ଲେଖା ହେଇଛି। ହଁ, ଯୀଶୁଙ୍କର ବଂଶାବଳୀରେ ଯେତେ ବି ଲୋକ ପ୍ରକୃତିରେ ଜନ୍ମ ହେଇଛନ୍ତି ସେଟା ମଲେ ବୋଲି ପ୍ରକୃତିରେ କୋଉଠି ମଧ୍ୟ ବାଇବଲରେ ପ୍ରକୃତିରେ ଲେଖା ହେଇନା। ତାର ଅର୍ଥ ସେ ଜାଗାରେ କୌଣସି ମରଣ ପ୍ରକୃତିରେ ନାହିଁ। ହଁ, ଜଣେ ମନୁଷ୍ୟ ନିଜ ଉପରେ ବଞ୍ଚିବାଟା, ନିଜ ଉପରେ ନିର୍ଭର କରିବାଟା ହଉଛି ଅଭିଶାପ, କିନ୍ତୁ ଯୀଶୁଙ୍କ ଉପରେ, ଯୀଶୁଙ୍କୁ କନେକ୍ଟେଡ ହେଇକି ବଞ୍ଚିବାଟା ହଉଛି ଜୀବନ। ହଁ, ତାଙ୍କଠାରେ ଜୀବନ ଥିଲା, ସେଇ ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି ବୋଲି ବାଇବଲ ପ୍ରକାଶ କରୁଛି। ପ୍ରଭୁ, ସତରେ ଆଜି ଆମେ ବେଶୀ ମୂଲ୍ୟବାନର ସମୟକୁ ପାଇଅଛୁ, ଆଉ ମୂଲ୍ୟବାନ ଜୀବନ ପ୍ରଭୃତିରେ ପାଇଅଛୁ, ଆଉ ମୂଲ୍ୟବାନ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରଭୃତିରେ ଆମେ ପାଇଅଛୁ। ପ୍ରଭୁ, ତୁମେ ଆମ ସମସ୍ତଙ୍କୁ ତୁମେ କଢ଼େଇକି ନିଅ, ସମସ୍ତ ସମସ୍ୟା ପରିସ୍ଥିତିକୁ ତୁମେ ଅତିକ୍ରମ କରିବା ପାଇଁ ଆମମାନଙ୍କୁ ଅନୁଗ୍ରହ ଦେଇ ଆସୁ, ସେଥିପାଇଁ ବେଶୀ ଧନ୍ୟବାଦ ଦେଉଛୁ। ପ୍ରତ୍ୟେକ ବିଷୟ ତମ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଶୁଣି ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ଶୁଣିଥିବା ପାଇଁ।